ତେଣୁ ନେଟ୍ ଟିକେ ଅସୁବିଧା ହେଉଛି, ସେଇଥିପାଇଁ ମୋର ପାଠରୁ ବାହାରି ଯାଉଛି। ତେଣୁ କହିବାର ମାନେ ହେଲା ଆପଣ ସମସ୍ତଙ୍କୁ ସ୍ୱାଗତ ଆମର ଫେସବୁକ୍କୁ ଏବଂ ୟୁଟ୍ୟୁବରେ ବି ଜିନିଷ ଛଡ଼ାଯିବ ପଡ଼ିବ। ଆଜି ଗୋଟେ ବହୁତ ବଡ଼ ଜିନିଷ ବିଷୟରେ ଆମେ ଡିସ୍କସନ୍ କରିବା। ବର୍ତ୍ତମାନ ସିଜନ୍ ଆସିଛି ଏଜୁକେସନ୍ରେ ଆଡ଼ମିସନ୍ ପାଇଁ ଏଇସବୁ ଜିନିଷରେ। ତେଣୁ ଆମେ 3S ସର୍ଭିସେସ୍, ମୁଁ ଅଜିତ କୁମାର ସାହୁ, ଆପଣମାନେ ଜାଣିଛନ୍ତି, ଚେଷ୍ଟା କରୁଛି ଖୋର୍ଦ୍ଧାରେ ଯେବେଠୁ ଅଛି ଯେ କେମିତି ଆମର ଭଲ ଭଲ ଜିନିଷ ଯେଉଁ ଖୋର୍ଦ୍ଧାରେ ଅଛି ତାକୁ କେମିତି ଆମେ ଆପଣଙ୍କ ପାଖକୁ ପହଞ୍ଚାଇ ପାରିବୁ। ତେଣୁ ସେଇଥିପାଇଁ ମୁଁ କିଛି ଭିଡ଼ିଓ ଛାଡ଼ୁଛି। କିନ୍ତୁ ଆସନ୍ତୁ ଆଜି ଗୋଟେ ଭିଡ଼ିଓ ବିଶେଷ ଆମେ ଯେଉଁ ସ୍କିଲ୍ସ ଇଣ୍ଟରନ୍ୟାସନାଲ୍ ସ୍କୁଲ ଅଛି ସାର୍ଙ୍କ ସହିତ ଆମେ ଦୀପଦ କଥା ହେବା। ସମୟ ପଳେଇ ଆସିଲାଣି, ଆମେ ଯାଉଛୁ କିଛି ମାର୍କେଟିଂ କରିବାକୁ ଚେଷ୍ଟା କରୁଛୁ। ଭାବିଲି ଗୋଟିଏ ଆମେ ଭିଡ଼ିଓଟିଏ ବନେଇବା ଯେମିତି ସାର୍ ଆମକୁ କିଛି କୁହନ୍ତୁ ତାଙ୍କ ବିଷୟରେ, ତାଙ୍କର ଭିଜନ୍, ତାଙ୍କର ମିଶନ୍, ସେ ପ୍ରଥମେ କେମିତି ଆରମ୍ଭ କଲେ, କ'ଣ ଷ୍ଟ୍ରଗଲ୍ ଫେସ୍ କରିଛନ୍ତି ଏବଂ ତାଙ୍କର ଗୋଲ୍ସ କ'ଣ ଅଛି, ଆମ ଖୋର୍ଦ୍ଧାବାସୀଙ୍କୁ ସେ କ'ଣ ଦେବାକୁ ଚାହୁଁଛନ୍ତି ସେ ବିଷୟରେ ଆମେ ଜାଣିବା। ତାପରେ ସେ କ'ଣ ଅବଷ୍ଟାକଲ୍ ଫେସ୍ କରୁଛନ୍ତି, ଯେଉଁଠିକି ଆପଣମାନେ ନିଶ୍ଚିତ ଯେଉଁମାନେ ମୋ ଏଇ ଫେସବୁକ୍ରେ ଅଛନ୍ତି ଅନ୍ତତଃ ସେଇମାନେ ରିଲେଟିଭ୍ସ ହୁଅନ୍ତୁ, ସାଙ୍ଗ ହୁଅନ୍ତୁ, ସେମାନେ କେମିତି ନିଶ୍ଚିତ ଟିକେ ମୁଁ ସେମାନଙ୍କୁ ରିକ୍ୱେଷ୍ଟ କରିବି ସେମାନେ ଯେମିତି କେମିତି ଟିକେ ସାହାଯ୍ୟ କରନ୍ତୁ ଏଇ ପାଶରେ କେମିତି ଆମେ ଆଗକୁ ବଢ଼ିପାରିବା। ସେଇଥିପାଇଁ ଆପଣମାନଙ୍କର ସହଯୋଗ ଅତି ଆବଶ୍ୟକ। କାରଣ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ କାମ କରିବା ହେଉଛି ଆମର ଲକ୍ଷ୍ୟ, ଯେଉଁଟାକୁ ହେଉଛି ହଁ ଆଜ୍ଞା ଆପଣମାନଙ୍କର କ'ଣ ସେ ଉଦ୍ଦେଶ୍ୟ ନାହିଁ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭଲ ରହୁ ବୋଲି ଆମ ସମସ୍ତଙ୍କର। ତେଣୁ ଆସନ୍ତୁ ଆଗକୁ ଜାଣିବା, ସାର୍ଙ୍କ ସହିତ ଆମେ କଥା ହେବା। ସାର୍ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସାର୍ ଭଲ ଅଛନ୍ତି? ହଁ ଭଲ ଅଛି। ସାର୍ କୁହନ୍ତୁ ସାର୍ ଏଇ ଜର୍ଣ୍ଣି କେଉଁଠୁ ଷ୍ଟାର୍ଟ କଲେ, କ'ଣ ପାଇଁ ମାନେ ଆପଣ ଏମିତି ତ ଦେଖନ୍ତୁ ବହୁତ ସ୍କୁଲ ଅଛି, କେହି ତ କାହିଁ ଧ୍ୟାନ ଦେଉନାହାନ୍ତି, ଆପଣ କାହିଁକି ଏସବୁ ଜିନିଷ ବିଷୟରେ ଲାଗିଛନ୍ତି କୁହନ୍ତୁ? ଆକ୍ଚୁଆଲି ଆମେ 15-20 ବର୍ଷ ତଳେ ଆମେ ଟିକେ ଲାଉଡ୍ କହିବେ। 15-20 years ବ୍ୟାକ୍ ଆକ୍ଚୁଆଲି ଆମେ ବାଙ୍ଗାଲୋରରେ ଏ ବିଷୟରେ ଆଲୋଚନା କରିଥିଲି। ମୋର କିଛି ସାଙ୍ଗମାନଙ୍କ ସହିତ ମୁଁ ଆଲୋଚନା କରିଥିଲି ଏ ବିଷୟରେ ଯେ ଆମେ ଏଜୁକେସନ୍ ସେକ୍ଟରରେ ଏଜୁକେସନରେ କ'ଣ ଚେଞ୍ଜେସ୍ ଆଣିପାରିବା। ଆକ୍ଚୁଆଲି ଆମେ ସବୁ ବିଭିନ୍ନ ହାୟର ଏଜୁକେସନ୍ କରିକିରି ସାର୍ ଟିକେ ଲାଉଡ୍ କହିବେ, ଟିକେ ଭଏସ୍ଟା ଟିକେ ଲାଉଡ୍। ହଁ, ତ ହାୟର ଏଜୁକେସନ୍ ଆମେ କରିକିରି ଆଇଟିରେ ବାଙ୍ଗାଲୋରରେ ବହୁତ ବର୍ଷ ସର୍ଭିସ୍ କଲୁ। ତାପରେ ଯେତେବେଳେ ଆମେ ଭାବିଲୁ ଯେ ଆମେ ଯାହା ବି ଆଇଟିରେ ଆମେ କରୁଛେ, ଆଡ଼ଭାନ୍ସ ଟେକ୍ନୋଲୋଜିରେ ଯାହା ବି କାମ କରୁଛେ ସବୁ ଠିକ୍ ଅଛି, କିନ୍ତୁ ଆମେ ସୋସାଇଟି ପାଇଁ କ'ଣ କଣ୍ଟ୍ରିବ୍ୟୁଟ୍ କରିବା ଆଡ଼ିସନାଲ୍। ତ ଇନ୍ ଆଡ଼ିସନ୍ ଆମର ପ୍ରଥମ ଆସିଲା ଯେ ଏଜୁକେସନ୍ ସେକ୍ଟରରେ କିଛି କାମ କରିବା। ତାହେଲେ ଆପଣଙ୍କର ଏଇ ଚିନ୍ତାଧାରାଟା ଆପଣ କହିବାକୁ ଚାହୁଁଛନ୍ତି ଆପଣ ଆମେ ଏଇଟା କଲମିନେଟ୍ ହେଇଛି। କିନ୍ତୁ ଆମେ ଯେହେତୁ ଆଇଟି ସେକ୍ଟରରେ ଅଛୁ, ଏଇଟା ଏତେ ଇଜି ନଥିଲା ଯେ ସଡନଲି ଚେଞ୍ଜ କରି ସେଠି ସୁଇଚ୍ କରିବା, ଆଇଟି ଆସି କରିବା। ଟୁକ୍ ଟାଇମ୍। ଆଚ୍ଛା, କିନ୍ତୁ ସେ ସମୟ ଯାଇଛି। ତାପରେ ଯେତେବେଳେ ଆମେ ଆସିଲା ପୁଣି ଆଉ ଥରେ ଆଲୋଚନାକୁ ଯେତେବେଳେ ଆସିଲୁ, ଆଜ୍ଞା, ସେତେବେଳେ ଆସିଲା ଯେ ଆମେ କୋଭିଡ୍ ସରିଗଲା। କୋଭିଡ୍ ପରେ ଆମେ କିଛି ବର୍ଷ ତାପରେ ଚିନ୍ତା କଲୁ। ଆଜ୍ଞା, ତାପରେ ତାକୁ ଯାଇକରି ରିଅଲ ଫିଲ୍ଡ ଯଦି ବି ଆମେ ଚାହିଁଲୁ ଯେ କରିବା, ଆଜ୍ଞା, କ'ଣ କରିବା, କାହିଁକି କରିବା, ଆଜ୍ଞା, କ'ଣ ରହିବ ତାର ଭିଜନ, ଆଜ୍ଞା, ଆଉ କୋର୍ ଭ୍ୟାଲ୍ୟୁଜ, ଆଜ୍ଞା, 10ଟା କୋର୍ ଭ୍ୟାଲ୍ୟୁ ଆମର ଟିକେ ସାର୍ଙ୍କର କୋର୍ ଭ୍ୟାଲ୍ୟୁଜ ବିଷୟରେ ଟିକେ ଆପଣମାନଙ୍କୁ ଝଲକ ଦେଖାଇଦେବା। ଇଏ ଦେଖନ୍ତୁ ସାର୍ଙ୍କର ଇଏ ହେଉଛି ଆମର ଅଫିସ୍। ସାର୍ଙ୍କର ଏଠି କୋର୍ ଭ୍ୟାଲ୍ୟୁଜ ସବୁ ଲେଖା ହେଇଛି। କ'ଣ ସାର୍ କୋର୍ ଭ୍ୟାଲ୍ୟୁଜ ଟିକେ ଆମର ପଢ଼ିଯାନ୍ତୁ। କୋର୍ ଭ୍ୟାଲ୍ୟୁଜ ଆମେ ଏଇ 10ଟାକୁ ବାଛିବା କାମ, ମାନେ ଆମେ ଯେଉଁ 10ଟା ଭାବିଲୁ, ଆଚ୍ଛା, ଆର ଉପରେ ବହୁତ ତର୍ଜମା ଆମେ କରିଛୁ। ଆଚ୍ଛା, ଆମେ ଯଦି ଲେଖୁଛୁ ଆର ଉପରେ ଆମେ ଏଇ ସିଦ୍ଧାନ୍ତ ଉପରେ କାମ କରିବୁ। ଆଚ୍ଛା, ତ ଏଇ 10ଟା ବାଛିବା ପାଇଁ ଆମେ ବହୁତ ସମୟ ବି ନେଇଛୁ, ତର୍ଜମା ବି କରିଛୁ, ବହୁତ ସମୟ ବି ନେଇଛୁ। ସାର୍ କୁହନ୍ତୁ ତାହେଲେ କ'ଣ ଆମର ପଏଣ୍ଟ ଅଛି। ଆମେ କଷ୍ଟମର ପ୍ୟାରେଣ୍ଟ ମାନଙ୍କୁ, ପ୍ୟାରେଣ୍ଟ ହେଉଛନ୍ତି ଆମର କଷ୍ଟମର। ଆପଣ କହିଲେ ପୁଲ୍ ୟୋର ସେଲ୍ଫ ଇନ୍ ପ୍ୟାରେଣ୍ଟ ସୁଜ୍। ଆଚ୍ଛା, ୟା ମାନେ ହେଉଛି ମାନେ ପ୍ୟାରେଣ୍ଟ ମାନେ କ'ଣ ଚାହୁଁଛନ୍ତି। ଆଜ୍ଞା, ପ୍ୟାରେଣ୍ଟ ମାନଙ୍କର ଯେହେତୁ ଏଇଟା ଗୋଟେ ପାର୍ଟନରସିପ୍ ମଡେଲ, ଆଜ୍ଞା, ତ ଏଠି ବେସିକାଲି କ'ଣ ହୁଏ ନା ଆମ କଷ୍ଟମର ହେଉଛନ୍ତି ପ୍ୟାରେଣ୍ଟ। ଆଜ୍ଞା, ଯିଏ ଯେଉଁ ପିଲା ଦେଇଛି ସେ ପିଲା ପ୍ୟାରେଣ୍ଟ ମାନେ ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଆଜ୍ଞା, କୌଣସି ବିଜନେସ୍ ପାଇଁ ଯେମିତି କଷ୍ଟମର ଇମ୍ପୋର୍ଟାଣ୍ଟ, ତ ସିମିଲାରଲି ଆମ ପାଇଁ ପ୍ୟାରେଣ୍ଟ ବହୁତ ଇମ୍ପୋର୍ଟାଣ୍ଟ। ଆଜ୍ଞା, ତ ଆମେ ତାଙ୍କ କଥା, ସେ କ'ଣ ଚାହୁଁଛନ୍ତି ତାଙ୍କୁ ଶୁଣିବା, ଆଜ୍ଞା, ତାଙ୍କୁ ରିପୋର୍ଟ କରିବା। ଆଜ୍ଞା, ଏଇଟା ହେଉଛି ପୁଟ୍ ୟୋର ସେଲ୍ଫ ଇନ୍ ପ୍ୟାରେଣ୍ଟସ୍, ମାନେ ପ୍ୟାରେଣ୍ଟଙ୍କ ଇଚ୍ଛାକୁ ଆମେ ସମ୍ମାନ ଦେବା। ପ୍ୟାରେଣ୍ଟଙ୍କର ସବୁ ଇଚ୍ଛାକୁ ଦେବେ ନା ଯୋଉଟା ସତରେ ପ୍ରକୃତରେ ଯୋଉଟା ସ୍କୁଲରେ ତାଙ୍କର ଯୋଉ ଇଚ୍ଛା ରହିଛି ଯେ ତାଙ୍କ ପିଲା ଏମିତି ମାନେ କ'ଣ କରୁଛି ତା ବିଷୟରେ ଆଲୋଚନା କରିବା। ପ୍ୟାରେଣ୍ଟ ଯେତେବେଳେ ପଇସା ଇନଭେଷ୍ଟ କରୁଛନ୍ତି ତାଙ୍କ ପିଲା ପାଇଁ, ତ ଆମେ ସେତିକି ରେସ୍ପେକ୍ଟ ଦେବୁ ଯେ ପ୍ୟାରେଣ୍ଟଙ୍କ ପଇସାଟା ସଦୁପଯୋଗ ହଉ। ତାହେଲେ ଏଇଟା ଆମେ ଏମିତି କହିପାରିବୁ
ଯେ ବହୁତ ସ୍କୁଲରେ ଯେଉଁ ପ୍ୟାରେଣ୍ଟସ୍ ମାନେ ତାଙ୍କ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ସେମାନେ ଚାହୁଁଛନ୍ତି ପିଲାମାନଙ୍କର ଏଇଭଳିଆ ଗୁଣାତ୍ମକ ବିକାଶ ହେଉ ବା ଏମିତି ସବୁ ହେଉ, କିନ୍ତୁ ସେଠୁ ମେ ବି ଶୁଣାଯାଉ ନାହିଁ, କିନ୍ତୁ ଆମ ପାଖରେ ତାଙ୍କର ସବୁ ଶୁଣାଯାଉଛି ଏବଂ ତାକୁ ଚେଷ୍ଟା ବି ଆମେ କରାଯାଉଛି। ସେଥିପାଇଁ କ'ଣ କରୁଛୁ ନା ଡେଲି ବେସିସରେ, ଏମିତି ନୁହଁ ଯେ ଆମେ ଗୋଟେ ପ୍ୟାରେଣ୍ଟ ଟିଚର ମିଟିଂ ବର୍ଷକୁ ରଖିବା, ଥରେ ଦୁଇଥର ରଖିବା, ବା ମାସକୁ ରଖିବା, ସେଇଟା ଏମିତି ସଫିସିଏଣ୍ଟ ନୁହଁ। ଆମେ କ'ଣ କରୁଛୁ ନା ଓପନ୍, वी आर ଓପନ୍ ଟୁ ପ୍ୟାରେଣ୍ଟ ଟିଚର ମିଟିଂ ଏନି ଟାଇମ୍ ଏନି ଡେ। ସେଠି କ'ଣ ହେଉଛି ନା ଆମେ ଯେତେବେଳେ ପ୍ୟାରେଣ୍ଟକୁ କାଜୁଆଲି ଭେଟଘାଟ ହେଉଛୁ ଡେଲି ବେସିସରେ, ସେତେବେଳେ ସେମାନେ ଆମକୁ ସାଙ୍ଗେ ସାଙ୍ଗେ ଆମେ କଥା ବି ଆଲୋଚନା ବି ହେଇଯାଉଛି। ହଁ, ମୋର ତ ମନେ ପଡ଼ୁଛି ସାର୍, ଏଠି ମୁଁ ଯେତେବେଳେ ଭୁବନେଶ୍ୱରରେ ଥିଲି ଆମେ ଶୁଣିବାକୁ ଯେ ବଡ଼ ବଡ଼ ସ୍କୁଲ ନାହାନ୍ତି, ତାଙ୍କର ଅଭିଭାବକମାନେ ଆଡ଼ମିସନ୍ କରିଦେଲା ମାନେ ସେ କିଛି କହି ବି ପାରିବେନି, ତାଙ୍କ କଥା ଶୁଣା ବି ଯାଉନାହିଁ। ତ ଆମର ଏଠି କିନ୍ତୁ ସେଇ କଲଚର ରଖିଲୁ, ଯେଟା କୋର ଭ୍ୟାଲ୍ୟୁଜ ରଖିଲୁ ଯେ ଆମେ ପ୍ୟାରେଣ୍ଟ ମାନଙ୍କୁ ଶୁଣିବୁ, ତାଙ୍କୁ ସମ୍ମାନ ଦେବୁ। ଆଚ୍ଛା, ଯେହେତୁ ସେ ଆମର ଇମ୍ପୋର୍ଟାଣ୍ଟ ଷ୍ଟେକ୍ ହୋଲ୍ଡର, ତାଙ୍କ ଦ୍ୱାରା ହିଁ ସ୍କୁଲ ପରିଚାଳିତ, ତ ସେ ସବୁଦିନ ପାଇଁ ଆମର ହେଉଛନ୍ତି ଇମ୍ପୋର୍ଟାଣ୍ଟ ମେନ୍ ଷ୍ଟେକ୍ ହୋଲ୍ଡର। ତାହେଲେ କୋଉଠି ନା କୋଉଠି ଏଇଟା ଗୋଟେ ମାନେ ପ୍ୟାରେଣ୍ଟିଂ କାଉନସିଲିଂ ବି ହେଉଛି। ହଁ, ଓବିୟସଲି ଯେତେବେଳେ ଆମେ ବାରମ୍ବାର ଭେଟଘାଟ ହବୁ, ଡେଫିନେଟଲି ସେ ଆମକୁ କିଛି କହିବେ, ଆମେ ତାଙ୍କୁ କିଛି ସଜେସନ ଦେବୁ, ଇଏ ଚାଲେ ରେଗୁଲାର ବେସିସରେ। ଆଜି ଆମର କିଛି ଭୁଲ ହଉଛି ସେମାନେ ପଏଣ୍ଟ ଆଉଟ୍ କରିବେ, ଆମେ ତାଙ୍କୁ କିଛି ସଜେଷ୍ଟ କରିବୁ, ଆପଣ ପିଲାଙ୍କ ଯତ୍ନ ଏଇ ଟାଇପ୍ର ନିଅ। ଆଚ୍ଛା, ସେସବୁ ବି ହେଉଛି। ଯଦି ଆପଣଙ୍କର କିଛି ଭୁଲ ହେଇଯାଉଛି ତାହେଲେ ଆପଣ ତାକୁ ଆକ୍ସେପ୍ଟ ବି କରୁଛନ୍ତି। ଆବଶ୍ୟକ ସ୍ଥଳେ ଆମେ ଯୋଉଠି ଆମର ଭୁଲ ରହୁଛି ଆମେ କହୁଛୁ ଏଇଟା ଆମେ ଅତି ସୁନ୍ଦର, ଅତି ସୁନ୍ଦର। ଆମେ ଚେଞ୍ଜ କରୁଛୁ ନିଜକୁ। ଆଜ୍ଞା, ଦେଖନ୍ତୁ ଚେଞ୍ଜ ଇଜ ଇନଏଭିଟେବଲ, ଚେଞ୍ଜ ସବୁବେଳେ ରହିବ, ଚେଞ୍ଜ ଇଜ କନଷ୍ଟାଣ୍ଟ କୁହାଯାଏ। ଆଜ୍ଞା ଆଜ୍ଞା, ପରିବର୍ତ୍ତନ ପୃଥିବୀର ନିୟମ, ଆଜ୍ଞା ଆମେ ସେଥିରେ ବନ୍ଧା। ଆଜ୍ଞା। ତ ଏଠି ଗୋଟେ ପଏଣ୍ଟ ବି ରହିଛି ସେଇଟା। ହଁ, ତ ସେକେଣ୍ଡ ପଏଣ୍ଟ, ଟ୍ରିଟ୍ ସେକେଣ୍ଡ ପଏଣ୍ଟଟା କ'ଣ? ଟ୍ରିଟ୍ ଅଲ୍ ଷ୍ଟେକ୍ ହୋଲ୍ଡର ୱିଥ୍ ରେସ୍ପେକ୍ଟ। ଟ୍ରିଟ୍ ଅଲ୍ ଷ୍ଟେକ୍ ହୋଲ୍ଡର ଷ୍ଟେକ୍ ହୋଲ୍ଡର୍ସ ୱିଥ୍ ରେସ୍ପେକ୍ଟ, ତା ବିଷୟରେ ତ କୁହନ୍ତୁ। ଏଠି କ'ଣ ହେଉଛି, ତ ଟ୍ରିଟ୍ ଅଲ୍ ଷ୍ଟେକ୍ ହୋଲ୍ଡର ଇନ୍ ରେସ୍ପେକ୍ଟ ମାନେ ପ୍ୟାରେଣ୍ଟ ଆମର ଗୋଟେ ଇମ୍ପୋର୍ଟାଣ୍ଟ ଷ୍ଟେକ୍ ହୋଲ୍ଡର। ଆଜ୍ଞା ସେକେଣ୍ଡ ହେଉଛନ୍ତି ଆମର ଷ୍ଟାଫ୍ ମାନେ, ଆଜ୍ଞା। ଟିଚର୍ସ ରହିଲେ, ଅଲଗା ଷ୍ଟାଫ୍ ସବୁ ରହିଲେ, ସେମାନେ ଗୋଟେ ଆହୁରି ଗୋଟେ ଇମ୍ପୋର୍ଟାଣ୍ଟ। ସାର୍ ମୁଁ ବି ଜଣେ। ହଁ, ମାନେ ଯେଉଁମାନେ ଆମ ସହିତ ଜଡ଼ିତ ଷ୍ଟେକ୍ ହୋଲ୍ଡର ମାନେ ଯେଉଁମାନେ ସ୍କୁଲର ଗ୍ରୋଥରେ ଆମକୁ ସହଯୋଗ କରୁଛନ୍ତି, ଅଲ୍ ଆର୍ ଆୱାର ଷ୍ଟେକ୍ ହୋଲ୍ଡର। ଇଭିନ୍ ଇଫ୍ ଆମେ ଯେତେବେଳେ ଅନ୍ୟଠୁ ଲର୍ନ କରୁଛେ, ଫର୍ ଏକ୍ଜାମ୍ପଲ୍ ଆମର କମ୍ପ୍ୟୁଟର ଆମେ ଅନ୍ୟ ମାନେ ସ୍କୁଲ କରିଛନ୍ତି, ଆମେ ତାଙ୍କଠାରୁ ବି କିଛି ଶିଖୁଛୁ। ଆଜ୍ଞା, ତ ସେମାନେ ବି ଆମର ଗୋଟେ ଷ୍ଟେକ୍ ହୋଲ୍ଡର, ଆଜ୍ଞା ଏକ୍ସଟର୍ନାଲ ଷ୍ଟେକ୍ ହୋଲ୍ଡର, ଯାହାଠାରୁ ଆମେ କିଛି ଶିଖୁଛୁ। ଆଜ୍ଞା ଆମେ ଧର ଯୋଉ କିଛି ବାଟରେ ଯାଉଛୁ, ଯୋଉଠି ଭୁଲ ଝୁଣ୍ଟି ପଡୁଛୁ, ଆଜ୍ଞା ସେ ଜାଗାରେ କ'ଣ କରିବୁ ନା ଆମେ ଅନ୍ୟଠାରୁ ଶିଖୁଛୁ। ଆଜ୍ଞା ତ ତେଣୁକରି ସବୁ ଷ୍ଟେକ୍ ହୋଲ୍ଡର ମାନଙ୍କୁ ଆମର ଗୋଟେ ସମ୍ମାନ ରହିଛି। ଏମିତି ଆମକୁ ସର୍ଭିସ ପ୍ରୋଭାଇଡ କରୁଛନ୍ତି ଯେଉଁମାନେ, ଆଜ୍ଞା ସେମାନେ ବି ଆମର ଷ୍ଟେକ୍ ହୋଲ୍ଡର। ଆଜ୍ଞା। ତ ସେମାନଙ୍କୁ ଆମେ କ'ଣ କରୁଛୁ ନା ଆମେ ବିଭିନ୍ନ ଜିନିଷ, ସେ ଆଜି ଆସିଲେ ଗୋଟେ ପ୍ଲମ୍ବର ଆସିଲେ ଆମ ସ୍କୁଲର କାମ କଲା, ଆଜ୍ଞା ଆଜି ଆମକୁ କିଏ ଗୋଟେ ଆଡଭର୍ଟାଇଜମେଣ୍ଟରେ ହେଲ୍ପ କରୁଛନ୍ତି, କିଏ ପ୍ରମୋସନରେ ହେଲ୍ପ କରୁଛନ୍ତି, ସେ ସମସ୍ତେ ଆମ ଷ୍ଟେକ୍ ହୋଲ୍ଡର। ଆମେ ତାଙ୍କ ସହିତ ତାଙ୍କୁ କେମିତି ସମ୍ମାନ ଦେବା। ମତେ ଲାଗୁଛି ଅଭିଭାବକ ମଧ୍ୟ, ଅଭିଭାବକ ତ ଆମର ମେନ୍ ଷ୍ଟେକ୍ ହୋଲ୍ଡର। ଫାର୍ଷ୍ଟ ହେଉଛନ୍ତି ପ୍ୟାରେଣ୍ଟ। ଅତି ସୁନ୍ଦର ସାର୍, ପ୍ୟାରେଣ୍ଟ ହେଉଛନ୍ତି ପ୍ରଥମେ, ତାପରେ ଷ୍ଟାଫ୍ସ ଆସୁଛନ୍ତି, ତାପରେ ସର୍ଭିସ ପ୍ରୋଭାଇଡର ମାନେ ଆସୁଛନ୍ତି, ବହୁତ ଲୋକ ଏଥିରେ ଅଛନ୍ତି। ଆଚ୍ଛା, ତାହେଲେ ଏବେ ଗୋଟେ ଜିନିଷ କୁହନ୍ତୁ, ଆପଣ ଏଇସବୁ ଆରମ୍ଭ କରିବା ପୂର୍ବରୁ ଆପଣ ପ୍ରଥମ କଥା କୁହନ୍ତୁ, ଖୋର୍ଦ୍ଧାକୁ ଆପଣ କାହିଁ ଚୁଜ୍ କଲେ? ଏତେ ଜାଗା ଅଛି, ଆପଣଙ୍କ ଘର କ'ଣ ଖୋର୍ଦ୍ଧା? ନାଇଁ, ଆମ ଖୋର୍ଦ୍ଧା ଯେହେତୁ ସବୁବେଳେ ପାଇଁ ଭୁବନେଶ୍ୱର ହେଉଛି କ୍ୟାପିଟାଲ, ଖୋର୍ଦ୍ଧା ଭୁବନେଶ୍ୱର ଯାଉଛି ଖୋର୍ଦ୍ଧା ଡିଷ୍ଟ୍ରିକ୍ଟରେ। ଆଜ୍ଞା, ତ ଏଠି ଗୋଟେ ଇମ୍ପୋର୍ଟାଣ୍ଟ ପ୍ଲେସ୍, ଖୋର୍ଦ୍ଧା ଇଜ ଭେରି ଇମ୍ପୋର୍ଟାଣ୍ଟ, ହିଷ୍ଟୋରିକାଲି ଭେରି ଇମ୍ପୋର୍ଟାଣ୍ଟ। ମାନେ ସଂଗ୍ରାମରେ ତାଙ୍କର ଯୋଉ ଯୋଗଦାନ ରହିଛି ଆମ ଓଡ଼ିଶାର, ସେଠି ଆମର ଖୋର୍ଦ୍ଧାର ରହିଛି। ତ ସେଇଟା ରହିଛି। ତାହେଲେ ଆମର ଯୋଉ ଖୋର୍ଦ୍ଧାର ଜୟୀରାଜଗୁରୁ ବୀର, ଟିକେ ନାଁ ସବୁ କହିଲେ କୋଉମାନେ ଆପଣ ଭାରି ଇନ୍ସପାୟାର କରିଛନ୍ତି? ସେମାନେ ଜୟୀରାଜଗୁରୁ ଯେମିତି ହେଲେ, ବକ୍ସି ଜଗବନ୍ଧୁ, ଏମାନେ ଆମର ବି, ଆମେ ସବୁ ଫଟୋ ବି ଲଗେଇଛୁ ଆମର ସ୍କୁଲ। ସେ ଆପଣ ସବୁ ଇନ୍ସପାୟାର କରିଛନ୍ତି? ଆପଣ ତାଙ୍କ ଜୀବନୀ ପଢ଼ିଛନ୍ତି? ଆମେ ଜୀବନୀ ଜାଣିଛୁ, ତାଙ୍କ ବିଷୟରେ ଆମର କିଛି ନା କିଛି ପଢିଛେ, ହିଷ୍ଟ୍ରିରେ ପଢିଛେ। ତ କିନ୍ତୁ ଏବେ କ'ଣ ହଉଛି, ଯେତେବେଳେ ଖୋର୍ଦ୍ଧାଗଡ଼କୁ ଆସିଲୁ, ଡେଫିନେଟଲି ସେଇ ମନେ ରହିବ ଯେ ଆମେ ଯୋଉଠିକି ଯାଇଛୁ, ସେ ବୀରର ସମ୍ପତ୍ତି, ଆଜ୍ଞା ସେଇ ବୀରମାନଙ୍କର ସମ୍ପତ୍ତି। ଆଜ୍ଞା, ତ ଆମେ ସେଇ ଜାଗାରେ ଆସିକି ଯେତେବେଳେ ଗୋଟେ ନୂଆ ଚିନ୍ତାଧାରାରେ ଆସିଛୁ, ଡେଫିନେଟଲି ତାଙ୍କ ଇନ୍ସପିରେସନ ଆମ ପାଇଁ ସବୁବେଳେ ଆଗରେ। ଆଜ୍ଞା ଆଜ୍ଞା। ଆଉ ସେ ସବୁବେଳେ ପାଇଁ ପୂଜ୍ୟ ରହିବେ, କାହିଁକିନା ଯିଏ ଦେଶ ପାଇଁ, ମାଟି ପାଇଁ କାମ କରିଛନ୍ତି, ଜୀବନ ଦେଇଛନ୍ତି, ସେ ସବୁବେଳେ ପାଇଁ ଆମ ପାଇଁ ପୂଜ୍ୟ। ଆଜ୍ଞା ଆଜ୍ଞା ଆଜ୍ଞା। ତ ସେକେଣ୍ଡ ହେଉଛି ଖୋର୍ଦ୍ଧା ଆସିବାର ଆଉ ଗୋଟେ ଜିନିଷ ହେଲା ଯେ, ଖୋର୍ଦ୍ଧାରେ ଯେହେତୁ ଭୁବନେଶ୍ୱର ଯେମିତି କହିଲି ପାଖ, ତ ଭୁବନେଶ୍ୱର ନକରି ଖୋର୍ଦ୍ଧାରେ କରିବାର ଲକ୍ଷ୍ୟ ଥିଲା ଯେ, ଖୋର୍ଦ୍ଧାରେ ମୁଁ ଚାହୁଁଥିଲି ଯେ ସିଟି ମାନଙ୍କରେ ତ ବହୁତ ଫ୍ୟାସିଲିଟିଜ୍ ଥାଏ, ଆଜ୍ଞା, ଲୋକମାନଙ୍କର ପଇସା ବି ଥାଏ, ସ୍କୁଲ ବି ଏମିତି ବହୁତ ଅଛି, ଆଜ୍ଞା, ଇଣ୍ଟରନ୍ୟାସନାଲ ସ୍କୁଲ, ବଡ଼ ବଡ଼ ସ୍କୁଲ, ଛୋଟ ବଡ଼ ସବୁ ମିଶିକି ଅଛନ୍ତି। ଆଜ୍ଞା ଆଜ୍ଞା। ଆମେ ସେ ରେସ୍ରେ ଯିବାକୁ ମୁଁ ଚାହୁଁନଥିଲି,
ଠିକ୍ ତ ବେସିକାଲି ଆମେ ଚାହିଁବୁ ଯେ ନାଇଁ ଯିବା ଖୋର୍ଦ୍ଧାରେ ଯୋଉ ନିୟରେଷ୍ଟ ଡିଷ୍ଟ୍ରିକ୍ଟ ସେଣ୍ଟର ସେଠି ଆମେ ଖୋଲିଲେ କ'ଣ ନା ଯୋଉ ନିୟରେଷ୍ଟ ଡିଷ୍ଟ୍ରିକ୍ଟ ସେଣ୍ଟରରେ ଯୋଉ ପିଲାମାନଙ୍କୁ ଯୋଉ ସୁବିଧା ସୁଯୋଗ ମିଳିବା କଥା ଆଫୋର୍ଡେବଲ ପ୍ରାଇସରେ ହୋଲିଷ୍ଟିକ୍ ଏଜୁକେସନ୍ ମିଳିବ ସେଇ ଲକ୍ଷ୍ୟରେ ଆମେ ଖୋର୍ଦ୍ଧାକୁ ଫାଷ୍ଟ ଚୁଜ୍ ଯାହା ହଉ ସାର୍ ଆପଣ ବଢ଼ିଆ କରିଛନ୍ତି। ମୁଁ ନିଜର ବ୍ୟକ୍ତିଗତ ସ୍ତରରେ ଖୋର୍ଦ୍ଧାର ବାସୀ ଆମେ ହେଇଗଲୁଣୁ ଆଜକୁ। ଆମେ 92 ମସିହାରେ ବାପା ଯେତେବେଳେ ଟ୍ରାନ୍ସଫର ହେଲେ, ବାପା ମୋର ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟରେ ବାପା ଥିଲେ, ତ ବାପା ରିଟାୟାର୍ଡ଼ ହେଇଗଲେଣି। ଆମେ ଖୋର୍ଦ୍ଧାକୁ ଆସିଲୁ 92 ମସିହାରେ। ମୁଁ ଯେତେବେଳେ 9th କ୍ଲାସରେ ପଢ଼ୁଥିଲି, ଆମେ ଏମିତି ଆସ୍ତେ 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 ରିୟଲାଇଜ୍ କଲେଣି ସାର୍ ଆମର ଖୋର୍ଦ୍ଧାର ଏଜୁକେସନ୍। ଆମେ ବିଜୟ ସ୍କୁଲରେ ପାଠ ପଢ଼ୁଛୁ, ଆମର ପୁରୁଣା ଶୈଳୀ ଯେଉଁ ପାଠ ଥିଲା ମାନେ ଗୋଟେ ଥିଲା ଗୋଟେ ପ୍ରକାର, ଏବେ ବି ଆସ୍ତେ ଆସ୍ତେ ମାନେ ଶିକ୍ଷା ଯେଉଁ ଭଳିଆ ହେଇଗଲାଣି, ଏମିତି ନୁହଁ ଯେ ସମସ୍ତେ ପୁରା ମାନେ କିଛି ଜିନିଷ ସବୁ ଖରାପ ହେଉଛି, କିଛି ଜିନିଷ ଭଲ ଅଛି। କିନ୍ତୁ ଆମର ଉଦ୍ଦେଶ୍ୟ ହେଉଛି ଯେମିତି ଆହୁରି କିଛି କରାଯାଉ, ଆହୁରି ଭଲ ହେଇପାରିବ। ଆମେ ଯେମିତି ସବୁ ଶୁଣୁଛେ ଦେଖୁଛେ, ତେଣୁ ଆପଣ ଯାହା ହଉ ସେଇ ଦିଗରେ ତେଣୁ ସାର୍ କ'ଣ ଆପଣ ତେଣୁ ସେଇଭଳିଆ ଆପଣ ଯେତେବେଳେ ଆରମ୍ଭ କଲେ ତା ପୂର୍ବରୁ କିଛି ଆନାଲିସିସ୍ କରିଥିଲେ ଖୋର୍ଦ୍ଧାରେ କ'ଣ ଚାଲିଛି? ଡେଫିନେଟଲି ଆମେ ଖୋର୍ଦ୍ଧାରେ ଯେହେତୁ ମୁଁ ଗୋଟେ ନିଜର ଲ୍ୟାଣ୍ଡ ସର୍ଭେ କିଛି କରିଥିଲେ? ନିଜର ଲ୍ୟାଣ୍ଡ ଯେତେବେଳେ ନେଇଛି ମୁଁ ସେଠି ଆମର ଲକ୍ଷ୍ୟ ରହିଲା ଯେ ଆମେ ସେଠି ମେନ୍ ସ୍କୁଲ କରିବା, ସ୍କୁଲ ଏଜୁକେସନକୁ ଆଗକୁ ନେବା। ତେଣୁ ଖୋର୍ଦ୍ଧାରେ ଆପଣ ସର୍ଭେ କରିଥିଲେ ଯେଉଁ ସ୍କୁଲ? ଯେହେତୁ 2016 ମସିହାରୁ ମୁଁ ଏଠି ଯେତେବେଳେ ଲ୍ୟାଣ୍ଡ ନେଲି ଖୋର୍ଦ୍ଧାରେ, ଡେଫିନେଟଲି ମୁଁ ସେ 16 ମସିହାରୁ ଖୋର୍ଦ୍ଧା ସହିତ ଜଡ଼ିତ। ଆଜ୍ଞା, ମୁଁ ଡେଲି ବେସିସରେ ଆସେ, ମୋର ଲ୍ୟାଣ୍ଡକୁ ଡେଭଲପମେଣ୍ଟ କରେ। ସେଠି ଇଭିନିଂ ବି ଭାବିଥିଲି ଫାର୍ମ ହାଉସ୍ କରିବା ପାଇଁ, ଆଚ୍ଛା, ତ ତାକୁ ପୁଣି ଡ୍ରପ୍ କଲି। ଯେତେବେଳେ ମୁଁ ଏଜୁକେସନକୁ ପ୍ରାୟୋରିଟି ଦେଲି ସେତେବେଳେ ସେଇ ଆଇଡିଆକୁ ଡ୍ରପ୍ କଲି। ଆଜ୍ଞା, ତ ତାପରେ ମୁଁ ଖୋର୍ଦ୍ଧାର ସବୁବେଳେ ଯିବା ଆସିବା ଚାଲିଥିଲା, ମୁଁ ନିଜେ ନିଜେ ଷ୍ଟଡି କରୁଥିଲି, ଅବଜର୍ଭ କରୁଥିଲି। ତାପରେ ସେଠୁ ଯେତେବେଳେ ସ୍କୁଲ ଏଜୁକେସନ ଷ୍ଟାର୍ଟ କଲୁ, ଆଇଡିଆ ଆସିଲା, ସେତେବେଳେ ଆମେ କିଛି ଲୋକଙ୍କୁ, କିଛି ସ୍କୁଲ, କିଛି ଗାଁ ବି ଭିଜିଟ୍ କରିଛୁ, ଲୋକଙ୍କର ମତାମତ ବି ନେଇଛୁ, କ'ଣ ଲୋକ ଚାହୁଁଛନ୍ତି ଆକ୍ଚୁଆଲି ଖୋର୍ଦ୍ଧାରେ ଏଜୁକେସନରେ କ'ଣ କଲେ ବେଟର ହବ। ତାହେଲେ ଆପଣ ଗୋଟେ ପୁରା ଗ୍ରାଉଣ୍ଡ ଲେଭେଲ ସର୍ଭେ କରିଛନ୍ତି ସତରେ? ବିଭିନ୍ନ ଗାଁକୁ ଯାଇଛୁ, ଆମେ ଗ୍ରାଉଣ୍ଡ ଲେଭେଲ ସର୍ଭେ କରିଛୁ, ଲୋକମାନଙ୍କର ମତାମତ ନେଇଛୁ ଯେ ଏବେ କ'ଣ ପ୍ରୋବ୍ଲେମ ଅଛି, କ'ଣ ସେମାନେ ଚାହୁଁଛନ୍ତି। ଆଚ୍ଛା, ତାପରେ ଯାଇକରି ଆମେ ଡିସାଇଡ୍ କଲୁ ଯେ ନାଇଁ ଆମେ ସ୍କୁଲ କରିବା। କେତେ ଦିନ ଖଣ୍ଡେ ସର୍ଭେ କରାଯାଇଛି? ହଁ, ଡେଫିନେଟଲି ଗୋଟେ 6 ମନ୍ଥର ପ୍ଲାନିଂ ପ୍ରିପାରେସନ ହେଇଛି। ଓହୋ, ତାହେଲେ ଆଗ ପ୍ରବଳ ସର୍ଭେ କରାଯାଇଛି ନାଇଁ? ତାପରେ ଯାଇକି ସ୍କୁଲର ତାପରେ ସେଠୁ ଆମେ ଡିସାଇଡ୍ କଲୁ ଯେ ନାଇଁ କୋଉ ଜାଗାରେ କରିବା ଯୋଉଠିକି ଆମେ ଷ୍ଟାର୍ଟ କରିବା ଜିରୋରୁ। ଆଜ୍ଞା ଆଜ୍ଞା, ମାନେ ଦ ଆଇଡିଆ ଷ୍ଟାର୍ଟେଡ୍ ଫ୍ରମ୍ ଜିରୋ। ଫାଣ୍ଟାଷ୍ଟିକ୍। ଜିରୋ ମାନେ ପ୍ଲେ ସ୍କୁଲ ଯୋଉଟା କହୁଛେ, ସବୁଠାରୁ ଫାଉଣ୍ଡେସନ ଯୋଉଟା ଫାଉଣ୍ଡେସନ କ୍ଲାସରୁ ଆରମ୍ଭ କରିବା। ଆଉ ସେ କ୍ଲାସଟା ଆମେ ଖୋର୍ଦ୍ଧା ଟାଉନରେ କରିବା, ଯେମିତିକି ସବୁ ଫ୍ୟାସିଲିଟି ଥିବ, ଗ୍ରୀନ୍ ଏନଭାୟରନମେଣ୍ଟ ଥିବ, ସେଫ୍ଟି ହଁ, ଆମ ସ୍କୁଲର ଗ୍ରୀନ୍ ଏନଭାୟରନମେଣ୍ଟ ବହୁତ ବଢ଼ିଆ ଅଛି। ହଁ, ଠିକ୍ ଠିକ୍ ଠିକ୍, ସେଫ୍ ଥିବ, ଏନଭାୟରନମେଣ୍ଟ ସେଫ୍ ଥିବ, ପିଲାମାନେ ଏକ୍ସପୋଜ ହଉନଥିବେ ମାର୍କେଟକୁ। ତ ସେ ସବୁକୁ ଲକ୍ଷ୍ୟ କରିକି ଆମେ ଗୋଟେ ଜାଗା ଖୋଜିବା ପାଇଁ ଆମକୁ 2-3 ମାସ ବି ଲାଗିଯାଇଛି। 2-3 ମାସ ଲାଗିଯାଇଛି। ସବୁବେଳେ ଭୁବନେଶ୍ୱରରୁ ଆସେ, ଖୋର୍ଦ୍ଧା ଜାଗା ଖୋଜେ, ପୁଣି ଫେରିକି ଯାଏ। ତ ଲାଷ୍ଟକୁ ଫାଇନାଲି ଆମକୁ ଗୋଟେ ଜାଗା ମିଳିଲା ଯୋଉଠିକି ସାର୍ ବ୍ୟକ୍ତିଗତ ଅନୁଭବରୁ କହୁଛି, ଆପଣ ଏତେ ସୁନ୍ଦର ଜିନିଷ କରିବାକୁ ଚେଷ୍ଟା କରିଛନ୍ତି, ଭଗବାନ ବି ସାହାଯ୍ୟ କରିଛନ୍ତି। ତେଣୁ ତ ଅମୀୟ ଭାଇ ଦରକାର, ଅମୀୟ ଭାଇ ଅଛନ୍ତି ଲାଇନରେ, ଅମୀୟ ମହାନ୍ତି ଭାଇ ଅଛନ୍ତି ଆମର ଖୋର୍ଦ୍ଧାର 5 ନମ୍ବର ୱାର୍ଡର କାଉନସିଲର ଏବଂ ଖୋର୍ଦ୍ଧାରେ ଭାରି ରାଜନୈତିକ ଭାଇ ସକ୍ରିୟ ହେଲେଣି। ଭାଇ ବହୁତ କ୍ୱାଲିଫାଏଡ୍, ମୋତେ ବହୁତ ଖୁସି ଲାଗେ। ମାନେ ଅମୀୟ ଭାଇ ଆମର ଯେଉଁ କାମ କରିଛନ୍ତି, ଯେଉଁ ଭଳିଆ କରୁଛନ୍ତି, ବହୁତ ଆକ୍ଟିଭ ହେଲେଣି, ଦିଲ୍ଲୀ ବି ଯାଉଛନ୍ତି, ଡାକୁଛନ୍ତି ତାଙ୍କୁ, ବଢ଼ିଆ କରୁଛନ୍ତି। ଅମିତ ଭାଇଙ୍କୁ ମୁଁ ଜଣେଇବି ଥିଲି, ଆପଣ ଯେଉଁ କହିଲେ ଆନୁଆଲ୍ ଫଙ୍କସନ୍ ଆସିବା ପାଇଁ, ଭାଇଙ୍କୁ କହିଥିଲି, ଭାଇ ଟିକେ ବ୍ୟସ୍ତ ଭାବରେ ଆସିପାରନ୍ତି। ଭାଇ ନିଶ୍ଚିତ ଆସିବେ, ନିଶ୍ଚିତ ଆସନ୍ତୁ, ଭିଜିଟ୍ କରନ୍ତୁ। ତ ମୁଁ କହିବି ସତରେ ସ୍କୁଲର ଏନଭାୟରନମେଣ୍ଟ ବହୁତ ଗ୍ରୀନ୍ ଅଛି, ମାନେ ଏତେ ଗଛ ଅଛି, ପିଲାମାନଙ୍କୁ ଅକ୍ସିଜେନ ଅଛି ପ୍ରବଳ। ଅନ୍ୟ ଭିଡ଼ିଓରେ ଆପଣମାନେ ଦେଖିପାରିବେ। ତେଣୁ ପ୍ରଥମ ଆପଣ ଯେଉଁ ଗୋଟେ କହିଲେ କ'ଣ ନା ଗ୍ରୀନ୍ ହେବା ଦରକାର, ତାପରେ ସାର୍ ନେକ୍ସଟ ଆଉ କ'ଣ ଫିଲ୍ କଲେ, ଆପଣ କ'ଣଟା କଲେ ବେଟର ହେବ ବୋଲି ଫିଲ୍ କଲେ? ଆମର ମେନ୍ ଥିଲା ଯେ ସ୍କୁଲ କ୍ୟାମ୍ପସ୍ ସୁଡ୍ ବି ଭେରି କ୍ଲିନ୍, ଗ୍ରୀନ୍, ସେଫ୍ ଏନଭାୟରନମେଣ୍ଟ ରହିବ। ତାପରେ ତ ସେଇଥିପାଇଁ ଆମେ ଖୋଜି ଫାଇନାଲି 3-4 ମାସ ଲାଗିଲା। ଆଜ୍ଞା, ଗୋଟେ ଏନଭାୟରନମେଣ୍ଟ ପାଇଲୁ, ଆଉ ସେଥିରେ ଆମେ ଷ୍ଟାର୍ଟ କଲୁ। ଆଜ୍ଞା, ଯୋଉଟାକି ସ୍କୁଲରେ ବି କ'ଣ ଫ୍ୟାସିଲିଟିଜ ରହିବ। ଆଜ୍ଞା, ତାପରେ ସେଇଟା ଗୋଟେ ଆମ ଚିନ୍ତା ଚାଲିଲା, ସ୍କୁଲରେ କ'ଣ ଫ୍ୟାସିଲିଟି ଥିବ, କ'ଣ କରିକୁଲମ୍ ରହିବ, କ'ଣ ତାର କୋର୍ ଭ୍ୟାଲ୍ୟୁଜ ରହିବ, ରାଇଟ୍, ଯୋଉଟାକି ଡ୍ରାଇଭ୍ କରିବ। ବେସିକାଲି କୋର୍ ଭ୍ୟାଲ୍ୟୁଜ ଇଟ୍ ଡ୍ରାଇଭ୍ ଦ ସିଷ୍ଟମ। ଏକ୍ଜାକ୍ଟଲି। ତ ସେଇଟା ଯଦି ଆମର ନାହିଁ, ତାହେଲେ ଆମେ କ'ଣ କରିବୁ ନା, ଆମେ ମନ ଇଚ୍ଛା ଆଜି କେତେ ଗ୍ରୋ କରୁଛୁ, କାଲି କ'ଣ କରିବୁ, ଡାଉନ୍ ହେଇଯିବୁ, ସେମିତି ରହିବ। ଆମର କୋର୍ ଭ୍ୟାଲ୍ୟୁଜ ଅଛି ଯୋଉଟାକି ଡ୍ରାଇଭ୍ସ ଅସ୍। ଆମେ ଏଭ୍ରିଡେ ବେସିସରେ ଆମେ ତାକୁ ଫଲୋ କରୁଛେ। ଆମେ ଯଦି କହୁଛେ ବିଲ୍ଡିଂ ରିଲେସନ୍ସ ୱିଥ୍ ଓପନ୍ ଆଣ୍ଡ ଅନେଷ୍ଟ କମ୍ୟୁନିକେସନ, ରାଇଟ୍, ଏଗୁଡ଼ା ହେଉଛି ଆମର କୋର୍ ଭ୍ୟାଲ୍ୟୁଜ। ପୁଣି ଥରେ ଆମେ ଦେଖିଦେବା କୋର୍ ଭ୍ୟାଲ୍ୟୁଜ ଲେଖା ହେଇଛି, ବିଲ୍ଡ ରିଲେସନସିପ୍ ୱିଥ୍ ଓପନ୍ ଆଣ୍ଡ ଅନେଷ୍ଟ କମ୍ୟୁନିକେସନ। ୱାଓ, ବିଲ୍ଡ ରିଲେସନସିପ୍ ୱିଥ୍ ଓପନ୍ ଆଣ୍ଡ ଅନେଷ୍ଟ କମ୍ୟୁନିକେସନ, ଅନେଷ୍ଟ କମ୍ୟୁନିକେସନ। ଅତି ସାର୍ ଯେଉଁମାନେ ଭିଡ଼ିଓଟି ଦେଖିବେ, ଏଇ ଯେ 7 ତକ 10 ଟଙ୍କା ପଏଣ୍ଟ ଲେଖନ୍ତୁ। ଭିଡ଼ିଓ ଷ୍ଟାର୍ଟିଂରେ ସାର୍ କହିଛନ୍ତି
ଯେ ଏଇ ଯେଉଁ ପଏଣ୍ଟସ୍ ଗୁଡ଼ିକ ସେମାନେ ଡେଭଲପ୍ କରିଥିଲେ ସାଙ୍ଗସାଥିମାନେ ମିଶିକି ପ୍ରାୟ ସବୁ ସାର୍ ନବୋଦୟ ଆଲୁମିନି ପ୍ରାୟ ଥିଲେ ସବୁ ନାଇଁ ଆଉ କେଉଁମାନେ ମୋର 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 ସବୁ କଲିଗ୍ସ ତାହେଲେ ଆଇଟି କଲିଗ୍ସ ଆଇଟି କଲିଗ୍ସ ପ୍ଲସ୍ ସେମାନେ କଲେଜରେ ମୋ ସହିତ ଜଡ଼ିତ। ତାପରେ ମୋତେ ଲାଗୁଛି ଆପଣ ଡେଫିନେଟଲି ଆପଣଙ୍କର ଯେଉଁ ନବୋଦୟର ଆଲୁମିନି ଅଛନ୍ତି ତାଙ୍କ ସହିତ ଆପଣ ଡିସ୍କସନ୍ ନିଶ୍ଚିତ କରିଥିବେ। ସେମାନେ ରହିଛନ୍ତି ପ୍ଲସ୍ ଏଇ ଯେଉଁ 3 ଜଣ ମୋ ସହିତ 2 ଜଣ ଆକ୍ଚୁଆଲି ମୋ ସହିତ ମିଶିଲେ। ଦର୍ଶକ ବନ୍ଧୁ ଏଇଠି ସାର୍ ମୁଁ ଟିକେ ଅଟକେଇବି ସାର୍ ହେଉଛନ୍ତି ଆପଣମାନଙ୍କ ଅବଗତ ପାଇଁ କରେଇ ଦେଉଛି ଆମର ନବୋଦୟ ସ୍କୁଲ ଯେଉଁ ଅଛି ତାର ଯେତେ ପାସ୍ ଆଉଟ୍ ଅଛନ୍ତି ପିଲାମାନେ ଅଲ୍ ଓଭର ଇଣ୍ଡିଆରେ ବା ୱାର୍ଲଡରେ ଯେତେ ଜଣ ଯେଉଁ ଅଛନ୍ତି ସାର୍ ତାଙ୍କର ଇଏର ପ୍ରେସିଡେଣ୍ଟ ଅଛନ୍ତି ଓଡ଼ିଶାର ପ୍ରେସିଡେଣ୍ଟ ଅଛନ୍ତି। ତେଣୁ ସମସ୍ତ କିଏ ଡକ୍ଟର ଅଛି କିଏ ଇଞ୍ଜିନିୟର ଅଛି କିଏ କଲେକ୍ଟର ବି ହେବେଣି ସାର୍ କ'ଣ କ'ଣ ଅଛନ୍ତି ସବୁ ସମସ୍ତେ ସାର୍ଙ୍କୁ ଜାଣନ୍ତି। ତେଣୁ ଆମ ପାଇଁ ସାର୍ ହେଲେ ଗୋଟେ ବରଦାନ ଖୋର୍ଦ୍ଧା ପାଇଁ ସାର୍ ଗୋଟେ ଅତି ସୁନ୍ଦର ଜିନିଷ ଆରମ୍ଭ କରିଛନ୍ତି। ତେଣୁ ଆପଣମାନଙ୍କର ଅଭିଭାବକମାନେ ଯେଉଁମାନେ ଖୋର୍ଦ୍ଧାବାସୀ ଅଛନ୍ତି ସେମାନେ ନିଶ୍ଚିନ୍ତ ସ୍କୁଲକୁ ଆସନ୍ତୁ ଭିଜିଟ୍ କରନ୍ତୁ ଜାଣନ୍ତୁ କ'ଣ ସାର୍ ଅଲଗା କରୁଛନ୍ତି କାରଣ ସେ ଆମ ପାଇଁ ହିଁ କରୁଛନ୍ତି ଆମମାନଙ୍କ ପିଲାମାନଙ୍କ ପାଇଁ କରୁଛନ୍ତି ଆମମାନଙ୍କର ପିଲାମାନଙ୍କର ପିଲା ପାଇଁ କରୁଛନ୍ତି। ସେ ଗୋଟେ ଏକ୍ଜାମ୍ପଲ୍ କ୍ରିଏଟ୍ କରିବାକୁ ଚେଷ୍ଟା କରୁଛନ୍ତି ଯେଉଁଠି ଖାଲି ଆମେ ନୁହଁ ଅନ୍ୟ ସ୍କୁଲ ମାନେ ବି ପ୍ରେରିତ ହେଇକି ସେ ଜିନିଷଟା କରିପାରିବେ ବୋଲି ସେଇଟା ପାଇଁ ବି ସାର୍ ଗୋଟେ ଏକ୍ଜାମ୍ପଲ୍ ହେବାକୁ ଚେଷ୍ଟା କରୁଛନ୍ତି ନା କ'ଣ? ଠିକ୍ କଥା ଆମର ଚେଷ୍ଟା ଗୋଟେ ଆରମ୍ଭ ହେଇଛି। ଆମେ ଯେତେବେଳେ ଏଜୁକେସନ୍ ଚୁଜ୍ କଲୁ ଡେଫିନେଟଲି ଆମର ରହିଲା କେମିତି ପିଲାଙ୍କୁ ପାଠ ପଢ଼େଇବା କ'ଣ ଶିକ୍ଷା ଦେବା ତାପରେ କରିକୁଲମ୍ କ'ଣ ରହିବ ଆଉ ଆଉ ଇଣ୍ଟରନ୍ୟାସନାଲ ଆମେ ନିଜକୁ ଯେତେବେଳେ ଲେଖିଲୁ ଆମ ସ୍କୁଲ ନାଁ ଯେଉଁ ଡିସାଇଡ୍ କଲୁ ସେ ସ୍କୁଲ ନାଁରେ ଇଣ୍ଟରନ୍ୟାସନାଲ ହଁ ହଁ ଏଇଟା ତ ବଢ଼ିଆ ପଏଣ୍ଟ ସାର୍ ଆପଣ ଯେଉଁ ସ୍କୁଲ ନାଁଟା ସ୍କିଲ୍ସ ଇଣ୍ଟରନ୍ୟାସନାଲ ସ୍କୁଲ ରଖିଛନ୍ତି ୟା ପଛର ଗୋଟେ ରହସ୍ୟଟା ସ୍କିଲ୍ସର ଫୁଲ୍ ଫର୍ମ ରହିଛି ସ୍କିଲ୍ସ ଇଜ୍ ଜଷ୍ଟ ଆବ୍ରିଭିଏସନ୍ ଫର୍ମ ତ ସେଠି କ'ଣ ହେଇଛି ସ୍କୁଲ ଅଫ୍ ନଲେଜ ଆଇଡିଏସନ୍ ଆଣ୍ଡ ଲାଇଫ୍ ଲେସନ୍ସ। Wow, School of Knowledge, Ideation and Life Lessons. And life lessons. Wow, great. So then कौन होची ना School of Knowledge, definitely knowledge center. Ideation माने हम सब जिनिसटा तक तर्जमा करबे। मतलब जेतले जो कोन से काम करूछे एने टीचर मानक सहित हमें क्लास रो प्लानिंग बनौछे आज्ञा करिकुलम बनौछे तो से समय रे हम डिस्कशन करिवा फोरम रे डिस्कशन करिवा अच्छा तादर जोटा बेस्ट आउटपुट बाहरची दैट आइडिया तो अडॉप्ट करिवे विल अडॉप्ट इट फाइनलाइज अडॉप्ट आइडिएशन तो आइडिएशन ता सब बड़ पे सब समय रे आवश्यक अछि थिंकिंग तने एटा कंटीन्यूअसली पण इंप्रूव होउछ कंटीन्यूअस एटा होछि कंटीन्यूअस प्रैक्टिस से स्कूल रो अच्छा और एवरीबॉडी ऑल द स्टेक होल्डर्स से माने कोनसे ना कोनसे तांग दिमाग रे आइडिया अछि थिंकिंग प्रोसेस को हम सब बळे एक्टिवेट करछ ओ फैंटास्टिक माने जे कोन स्टाफ होना के हां हां हम तांग सब बळे कहबो कि तुम भाबे कि को ओके कौन भाबु छु को अच्छा सो थिंकिंग प्रोसेस को हम एक्टिवेट करू जोटा के आइडिएशन आइडिया जनरेट करू तो एई जिंसटा बदे आपण पिलामानक केस रे भी यूटिलाइज करू हां यस यस हमें तळे पिलांग तळे सुजोग दोछु क्लासरूम रे मते जब बहुत टेंडर छोटो छुआ छथि किंतु आगु को निश्चित भाबे जति बड़ हे जिवे डेफिनेटली तांकर भी क्लासेस उरा को भी आइडिएशन रे चलिबो एठी भी मते छोटो छुआ हम तो एबे छोटो पिलांग आपण केमति आइडिएशन करू छु एग्जांपल देले तो जो पिला आज आज गोटे क्लास रे मु रहिला हम पिलांग सुजोग दोछु जे पिला कोन करे चाहू हमें फ्लैट टीचिंग करनु जे कि आगे जे पढ़े दो से तार नै कि जिवे सेम नै पिलां को हम आगु डाकु छु तमे कोन जानि छ कोन ता आदरे तर जो गोटे सब्जेक्ट चैप्टर आरंभ से चैप्टर विषय रे पिला कोन जानि छ फर्स्ट क्वेश्चन हमर रहबे पिलां को हम तांका से डिस्कशन रहबो जे जेम छोडो एग्जांपल हमें एनिमल्स वर्ल्ड रे डिस्कशन करू छ एनिमल विषय रे पिलां कहबा तो पिलां को फर्स्ट पचारिबा तो को एनिमल जानि छ राइट ठीक तो पिला कोन हला ना फर्स्ट मन को बा एनिमल कोटा एनिमल बोले तो कोन सब एनिमल बोले कोन बोले फर्स्ट जानि तापर तुम कोन कहा को देखि छ राइट निज रियल लाइफ रे कहबो कोन डॉग देखि की कहबो कैट देखि छी सब कहबे तापर हम तारी ऊपर ही हमको बोलियो तापर तळे से जति जानि छथि तापर जो हम नेक्स्ट कहबा नेक्स्ट केमति कहबा ना से एनिमल को खाली इमि घोसेला बळे कहबानी चलो हमें इन्वॉल्व होबा और एनिमल ऊपर जानिबा अच्छा तो गोटे एनिमल धर जो हॉर्स से हॉर्स टाइप कोन करे ना हॉर्स को तो हम जानिबा पड़िबो हॉर्स कोन हॉर्स विषय जाने पहले हॉर्स विषय डिस्कशन करे तापर से पूरा एक्टिविटी करे से एक्टिविटी करना हॉर्स गोटे आज चलो गोटे क्राफ्ट रे हॉर्स बने अच्छा तो पिलांकर इन्वॉल्वमेंट रहला जे आज हम हॉर्स बनौछे अच्छा हां राइट प्रथम इन्वॉल्वमेंट से निजे बने हॉर्स माने हॉर्स का देखियो केतिया हमें तो मिली मिसी की बनेबा हां
ସମସ୍ତଙ୍କର ସହଯୋଗ ରହିଲା। ରାଇଟ୍। ସେ ଚିତ୍ର ହେଇଛି ତାକୁ କ୍ରାଫ୍ଟ ବନେଇବା ତା ଦେହରେ କିଛି ଆଇଡିଆ ଦେବା, ଚାଲ ସମସ୍ତେ ସେଠି ଖୁସି। ଆଚ୍ଛା। ତ ଟିଚର ଯୋଉ ହଉଛି ଆଇଡିଆ ମାନେ ଫାଷ୍ଟ ଆଇଡିଆ ଷ୍ଟାର୍ଟ କଲା, ରାଇଟ୍। କିନ୍ତୁ ବାକି ଷ୍ଟୁଡେଣ୍ଟ ମାନଙ୍କର ଇନଭଲଭମେଣ୍ଟ ରହିଲା, ସେ ଆଇଡିଆଟା କମ୍ପ୍ଲିଟ ହେଲା। ତ ଯେମିତି ଏମିତି ମୁଁ ଗୋଟେ କହିପାରିବି ଏଠି ଗୋଟେ ସେଠି ଜାଣିଲା ସେ ପିଲାଟି ହର୍ସଟା ଦେଖିବାକୁ ଏମିତିଆ, ତା ଚାରିଟା ଗୋଡ, ତାର ବି ଚୁଟି ଥିବ। ତାକୁ ଯେତେବେଳେ ସିଏ ନିଜେ ବନଉଛନ୍ତି, ଆଜି ହର୍ସରେ କଣ କରିବା ନା ଆମେ ତାକୁ ହ୍ୱାଇଟ୍ ହର୍ସ ବନେଇବା। ହ୍ୱାଇଟ୍ ହର୍ସ କେମିତି ବନେଇବା, ଆମେ କିଛି ମେଟେରିଆଲ ୟୁଜ କରିବା, ହ୍ୱାଇଟ୍ ହର୍ସ ବନେଇବା। ତ ପିଲାଙ୍କର ଇନଭଲଭମେଣ୍ଟ ଦ୍ୱାରା ସେ ହର୍ସଟାକୁ ଆଉ ଘୋଷିଲାନି। ହର୍ସ ଗୋଟେ ଆନିମଲ ଅଛି, ସେ ଏମିତି, ଆଉ ତାର ଚାରିଟା ଗୋଡ ଅଛି, ତାର ଏମିତି ଲାଞ୍ଜ ଅଛି, ତାର କାନ ଅଛି, ସେ ବହୁତ ଜୋର ଦୌଡ଼ି ପାରେ। ସବୁ ଜିନିଷ ଆପଣ ଡିସ୍କସନ କଲେ, ଡିସ୍କସନ କଲା ପରେ ଏଇ ଆକ୍ଟିଭିଟି କଲା ପରେ ସେଟା କଣ ହେଲା, ଯେତେବେଳେ ଇନଭଲଭମେଣ୍ଟ ରହିଲା ପିଲାର, ତାକୁ ଆଉ ଘୋଷିଲାନି, ସେ ସବୁଦିନ ପାଇଁ ମନେ ରଖିବ। ତାହେଲେ ଏମିତି ଆପଣ ଯଦି କିଛି ଫ୍ରୁଟ୍ସ ବିଷୟରେ ପଢଉଛନ୍ତି, ତାଙ୍କୁ କ'ଣ ପୁରା ଫ୍ରୁଟ୍ସ ଦେଖାଉଛନ୍ତି? ହଁ, ଆମର ଡିଫରେଣ୍ଟ ମିଡିୟମ। ଆମେ ଯଦି ଆଜି ଫ୍ରୁଟ୍ସ ଚାପ୍ଟର ବିଷୟରେ ଆମେ ଯଦି ଗୋଟେ ୱିକ୍ ଆମେ କନସେନ୍ଟ୍ରେଟ କରୁଛୁ, ତାହେଲେ ଆଜି ଗୋଟେ କ୍ଲାସରେ ଫ୍ରୁଟ୍ସ ବିଷୟରେ ଆଉ ଫାଷ୍ଟ ହଉଛି ଫ୍ରୁଟ୍ସ, ସେମାନେ ଗୋଟେ ପଜଲ ବୋର୍ଡ ଅଛି, ସେମାନେ ପଜଲ ବୋର୍ଡରେ ଫାଷ୍ଟ ଫ୍ରୁଟ୍ସକୁ ନେଇକି ବିଭିନ୍ନ ଜାଗାରେ ଖଞ୍ଜୁଛନ୍ତି। ଆଚ୍ଛା। ତା ଦେହରେ କ'ଣ ହଉଛି ନା ସେମାନଙ୍କର ଗୋଟେ ନିଜସ୍ୱ ଗୋଟେ ବ୍ରେନ୍ ଆକ୍ଟିଭିଟି ହେଲା, ବ୍ରେନ୍ ବୁଷ୍ଟିଂ ଆକ୍ଟିଭିଟି। ଏଇ ଆପେଲଟା କୋଉଠି ଫିଟ୍ ହଉଛି, ଆମେ ଯିବା ସେଠି ଦେଖିବା। ସେଟା ହଉଛି ଲଜିକାଲ ଗେମ୍। ଫାଷ୍ଟ ହଉଛି ଲଜିକାଲ ଗେମ୍। ଆଜ୍ଞା। ଫ୍ରୁଟ୍ସ ଆମେ ଯିବାନି, ଆମେ ଫ୍ରୁଟ୍ସ ବିଷୟରେ ଡିସ୍କସନ କରିବାନି। ଫାଷ୍ଟ ହଉଛି ଗୋଟେ ଲଜିକାଲ ବ୍ରେନ୍ ଗେମ୍ ଦେଲେ। ଆଚ୍ଛା। ସେଥିରେ କ'ଣ ହେଲା ନା ଛୋଟ ଏଜର ପିଲାକୁ ସେଟା ଲାଗିବ ତା ପାଇଁ ଗୋଟେ ଲଜିକାଲ ଗେମ୍, କିନ୍ତୁ ତାକୁ ଲାଗିବ ଏଟା ଫନ୍ ଗେମ୍। ଯେ ଆପେଲଟା ସବୁ ଜାଗାରେ ରହିବନି, ଆପେଲଟା ସ୍ପେସିଫିକ ଜାଗା ଅଛି, ତ ସେ ସେଠୁ ଖୋଜିବ, ପାଟର୍ନ। ତା ମାନେ ଏଠି ସେ ଲଜିକାଲି ପାଟର୍ନଟା ଶିଖିଲା। ସେଇଟା ହଉଛି ଅଟୋମେଟିକ, ଆମେ ତାକୁ ଶିଖଉନି ଯେ ତୁ କୋଉଠି ରଖିବୁ, ଓ ସେ ନିଜେ ଡିସାଇଡ କରିବ। ଆରେ ହଁ, ଖୋଜିକି ସେ ତା ମାନେ ଆପେଲଟା ଧରଲା ଏବଂ ବ୍ଲକଟାକୁ ସେ ଦେଖିଲା, ତାର ଲଜିକାଲ ବ୍ରେନଟାକୁ ୟୁଜ କରିବ। ଆଚ୍ଛା, ତାପରେ ୟୁଜ କରି ହେଲା ସେ ଯେତେବେଳେ ଦେଖିଥିବ ସବୁ ଗୁଡ଼ାକ ତା ଦେହରେ ଫ୍ରୁଟ୍, ଆମେ କହୁନୁ ଯେ ଏତେ ଫ୍ରୁଟ୍ ଅଛି। ଆଚ୍ଛା। ସେ ଗେମ୍ ଖେଳୁଛି। ଆଚ୍ଛା। ତାପରେ ସେଠୁ କ'ଣ ହେଲା ନା ସେ ଫ୍ରୁଟ୍ ବିଷୟରେ ଯେତେବେଳେ ଆମେ ଆଲୋଚନା କରିବୁ, ଆପେଲ ଖାଇଛ ତମେ, ତମେ ପଚାରିବା କ'ଣ କ'ଣ ସବୁ ଫ୍ରୁଟ୍ସ ଖାଇଛ, ପିଲାମାନେ କୁହ, କିଏ କହିବ ଆପେଲ ଖାଇଛି, କିଏ କହିବ ବାନାନା ଖାଇଛି। କଲର କୁହ ତାହେଲେ, ବାନାନା ୟେଲୋ, ଆପେଲ ରେଡ୍। ତ ବିଭିନ୍ନ ଜିନିଷ ତାଙ୍କର ଜାଣିଛନ୍ତି ଯାହା କହିବେ। ତାପରେ ସେଠୁ ଆମେ ଧୀରେ ଧୀରେ ତାଙ୍କର ପିକ୍ଚର କାର୍ଡ ଦେଖେଇବା, ରିଏଲ ଗୋଟେ ଦିନ ପିକ୍ଚର କାର୍ଡ ଦେଖେଇବା, ଦେଖ ଦିସ୍ ଆପଲ୍। ଏଟା ତ କମନ ହେଇଯାଉଛି, ପିକ୍ଚର ଦେଖେଇବାଟା ତ କମନ ଅଛି ସବୁ ଜାଗାରେ। କାର୍ଡ ଅଛି, ପିଲାଙ୍କୁ ସେ ଟ୍ରେଣ୍ଡି କାର୍ଡଟା ଧରିବେ, ସେ ଧରିବେ। ତ ସେଟା ଗଲା। ତାପରେ ସେ ନେକ୍ସଟ ଗଲେ, ନେକ୍ସଟ ଫେଜ୍ କୁ ଯିବା ଆମେ ରିୟଲିଷ୍ଟିକ ପୁରା ଆପଲ୍ ଦେଖା। ଯଦି ମାନେ 2D ରେ ଆମେ ଦେଖୁଛେ, ଚିତ୍ରରେ ଦେଖୁଛେ, ତାପରେ ଚିତ୍ରଟାକୁ ଠିକ ଜାଗାରେ ଯାଇକି ମ୍ୟାଚିଂ କରିବା। ରାଇଟ୍। ଆକ୍ଚୁଆଲି ଆପେଲଟା କେମିତି ଦେଖେଇବ, ଆପେଲ ଆପଣ ଖାଇଛ, ପିଲା ତ ଖାଇଛନ୍ତି, ତ ପିଲା ମ୍ୟାଚିଂ କରିବେ, ହଁ ଦିସ୍ ଇଜ ଦ ଆପଲ୍, ଏଇଟା ହଉଛି ରେଡ୍। ସେଠି ମତେ ଲାଗୁଛି ପୁଣି କଲର ବିଷୟରେ ବି ଜାଣୁଥିବ, ତା ଟେଷ୍ଟ ବିଷୟରେ ବି ଜାଣୁଥିବ। ଟେଷ୍ଟ ଆମର ଦିଟା ରହୁଛି, ଗୋଟେ ପାର୍ଟ ରହୁଛି ଆପଣ କଲର ଜାଣୁଛନ୍ତି, ପାର୍ଟ ଅଫ ଦ କୋର୍ସ। ସେଠି ଟେଷ୍ଟଟା ଯେତେବେଳେ ଆମ ଟେଷ୍ଟିଂର ଯୋଉ ସେନ୍ସୋରିଆଲ କ୍ଲାସେସ୍ ଅଛି, ସଲ୍ଟି, ସୁଇଟ୍, ସେଟା ଆମେ ସେନ୍ସ ଅର୍ଗାନିକ କ୍ଲାସରେ ଆମେ ଟେଷ୍ଟଟା କଭର କରୁଛୁ। ରାଇଟ୍। ସେତେବେଳେ ଆମେ ଫ୍ରୁଟ୍ସ, ଫ୍ଲାୱର, ଏଗୁଡ଼ା ସବୁ ସ୍ମେଲ୍, ଟେଷ୍ଟ ଏଗୁଡ଼ା ସବୁ ମଧ୍ୟ କଭର କରୁଛୁ। ତ ଏଠି ସେଟା ବି ଆସୁଛି, ଆପେଲ ଇଜ ସୁଇଟ୍, ଆପେଲ ଇଜ ରେଡ୍ ଇନ୍ କଲର। ଦେଖନ୍ତୁ, ଗୋଟିଏ ଜିନିଷ ଆମେ ଯଦି ରିଅଲ ଆପଣ ପଢଉଛନ୍ତି, ସେ ତା ଭିତରେ ତା ସେନ୍ସ ଅର୍ଗାନ ବିଷୟରେ ପଢିଲା, କଲର ଇଏ ବିଷୟରେ ବି ପଢିଲା, ୟାର ରିୟଲିଷ୍ଟିକ ଫ୍ରୁଟ୍ସ ବିଷୟରେ ପଢିଲା, ନିଜେ ଜାଣିଲା ଯେ କ'ଣ ଆକ୍ଚୁଆଲି ରିଏଲାଇଜ କଲା। ମାନେ ମେମୋରି ଉପରେ ଇମ୍ପାକ୍ଟଟା ବି ବଢିଆ ପଡିବ ନା। ଆମେ ଯେତେବେଳେ ଇନଭଲ୍ଭ କରୁଛେ, ଗୋଟେ ବୋର୍ଡ ବି ଲାଗିଛି, when you involve child, then they started learning. Fantastic, exactly, true. ସେଇଟା ହଉଛି ଆମର ଆକ୍ଟିଭିଟି ବେସ୍ଡ ଟିଚିଂ। ଆମର ସ୍କୁଲରେ କ'ଣ କି ଆମେ ପିଲାଙ୍କୁ ଇନଭଲ୍ଭ କରୁଛୁ through activity, so that କ'ଣ ଲର୍ନିଂ ଇଜ ବିକମିଂ ଇଜି। ଏଠି କ'ଣ ହେଲା ନା, ମୁଁ ହର୍ସଟାକୁ ଘୋଷେଇ ଦେଲେ, ଡୋମେଷ୍ଟିକ ଆନିମଲ ପିଲା 5ଟା ଘୋଷ, ହର୍ସ କାଓ ଏମିତି ଘୋଷେଇଥାନ୍ତି, ଯୋଉଟା କ'ଣ ହେଲା ନା ପିଲା କିଛି ଦିନ ପରେ ପୁଣି ଭୁଲିଯିବ। କିନ୍ତୁ ଏଇ ଯୋଉ ଆକ୍ଟିଭିଟିରେ ମତେ ଲାଗୁଛି କହିଲି ପରେ ମୁଁ ଆପଣଙ୍କୁ ତା ମେମୋରିରେ ପ୍ରିଣ୍ଟ ହେଇଯିବ। ସିରିୟସଲି ଲର୍ନ କଲା। ଦିସ୍ ଇଜ ରିଅଲ ଲର୍ନିଂ, ଦ୍ୟାଟ୍ ଇଜ ଆକ୍ଚୁଆଲି ରିମେମ୍ବରିଂ, ଦିସ୍ ଇଜ ରିଅଲି ଲର୍ନିଂ। ଇନଭଲଭମେଣ୍ଟ ହବ, ଫାଣ୍ଟାଷ୍ଟିକ। ସେ ସେତେବେଳେ ଜାଣିଲେ ଯେ ହର୍ସ ବୋଲି ଗୋଟେ ଆନିମଲ ଅଛି, ତାର ଏମିତି ସେପ୍, ତାର 4ଟା ଗୋଡ ଅଛି। ନିଜେ ଯେତେବେଳେ ଇନଭଲ୍ଭ ହେଲା ହର୍ସ ବନେଇବାରେ,
ବଢ଼ିଆ ବଢ଼ିଆ ଯେତେବେଳେ କ୍ରିଏଟିଭିଟି ପାର୍ଟରେ ଇନକ୍ଲୁଡ୍ କରାଗଲା ମୁଁ ସେଇଥିପାଇଁ ସାର୍ ଏକ୍ଜାମ୍ପଲଟା ପଚାରିଥିଲି ଅତି ସୁନ୍ଦର। ତାହେଲେ ସାର୍ ଗୋଟେ ଜିନିଷ କୁହନ୍ତୁ, ଏ ଯେଉଁ ଇଏ ଆମର ଯେଉଁ ଶୁଣିଛୁ ଆମେ ଯେତିକି ପ୍ଲେ ସ୍କୁଲ ସବୁ ଇଏ 2 ଘଣ୍ଟା 2.5 ଘଣ୍ଟା ଭିତରେ ଛୁଟି ହେଇଯାଉଛି, ତା ଭିତରେ କ'ଣ ଆପଣ କରିପାରୁଛନ୍ତି ନା ଆପଣଙ୍କର ସମୟ ଅଧିକା? ଆମର ଯେହେତୁ ମଣ୍ଟେସରୀ କରିକୁଲମ ଆକ୍ଟିଭିଟି ବେସ୍ଡ ଟିଚିଂ ରହିଛି, ଟାଇମ୍ ଦରକାର ପଡେ ପିଲାମାନଙ୍କୁ। ଯେତେବେଳେ ଆମେ ଫୋକସ୍ କରୁଛୁ 1-to-1, ଆଚ୍ଛା, ତ ଆମେ ଯେତେବେଳେ ଗୋଟେ କ୍ଲାସ୍ ମାନେ ଟିକେ ସାର୍ ଅଟକେଇବି, 1-to ମାନେ ଆପଣ କହୁଛନ୍ତି ଯେ ଆପଣଙ୍କର ଷ୍ଟ୍ରେନ୍ଥ ଯେତେ ବି ଅଛି ଆପଣ ସବୁ ପିଲାଙ୍କୁ ଧ୍ୟାନ ଦେଉଛନ୍ତି? ତାହେଲେ ରେସିଓ କେତେ ଅଛି? ରେସିଓ ବର୍ତ୍ତମାନ ଆମେ ରଖିଛୁ 1:10 ନା 12 ରଖୁଛୁ। ତାଠୁ ବଢ଼ିଲେ ଯଦି ବଢିଲେ ସେକ୍ସନକୁ କନଭର୍ଟ କରୁଛୁ। ହଁ, ଧରାଯାଉ ମୁଁ ଗୋଟେ ରିଅଲ ପ୍ରାକ୍ଟିକାଲ କଥା କହିବି, ଯଦି 13 ଜଣ ପିଲା ହେଇଗଲେ ତାପରେ କ'ଣ କରିବେ ଆପଣ? ସେଠି ଦେଖିବା 13 ଜଣ ଯଦି ଆଡଜଷ୍ଟ ହେଇପାରିବେ, ନହେଲେ ନାହିଁ ଆମେ ଯଦି ତାଠାରୁ ଅଧିକା ହେଉଛନ୍ତି ଆମେ ନେକ୍ସଟ ସାର୍ ମୁଁ ସେଇଠି ତ କଥା ପଡ଼ୁଛି, ଦେଖନ୍ତୁ ଲଜିକାଲ କଥା। 10ରେ ଆମେ ବ୍ରେକଅପ୍ କରୁଛୁ। ଆଜ୍ଞା, ଯଦି 10ରୁ ଆଉ 5 ଜଣ ବଢି ଯାଉଛନ୍ତି ନେକ୍ସଟ କ୍ଲାସ୍। ତ ମୁଁ ସେଇ କଥା କହୁଛି, ମାନେ ଆପଣ କୋଉଠି ନା କୋଉଠି ଗୋଟେ ଯଦି ଭାବିଛନ୍ତି ବହୁତ ଭଲ ହିସାବରେ ଭାବିଛନ୍ତି, ଆପଣଙ୍କୁ ବେରିୟର ଦେଇକି ତାଙ୍କୁ ବ୍ରେକ୍ କରିବାକୁ ପଡ଼ିବ। ବା ଯଦି ମାନେ 13 ଜଣ ହେଇଗଲେ 6ଟା ଏକ୍ସାମ୍ପଲ ଦେଲି, ଯଦି ଆମର 10ରେ ରଖା ହେଇଛି, ଯଦି ଆପଣ 10ରୁ 15 ଭିତରେ ରହୁଛନ୍ତି ତାହେଲେ ସେଠି ଗୋଟେ କ୍ଲାସ୍ ହେଇଯିବ। ଏକ୍ଜାକ୍ଟଲି, ଯଦି ସେଠି 15 ହେଇଯାଉଛି ତାହେଲେ ସେକେଣ୍ଡ କ୍ଲାସ୍ 10ରେ ଗୋଟେ ହେଇଯିବ, ଗୋଟେ 5ରେ ହେଇଯିବ। ରାଇଟ୍ ରାଇଟ୍ ରାଇଟ୍। ତେଣୁ ଏଇଟା ସାର୍ ମୁଁ ଏଇଥିପାଇଁ ଟପିକଟା ଉଠେଇଲି, କାରଣ ବହୁତ ଗୁଡ଼େ ସ୍କୁଲର ଏବେ ପ୍ରୋବ୍ଲେମ୍ ହେଇଯାଇଛି ସେଇ ହେଉଛି ମିନିମମ୍। ଏକ୍ଜାକ୍ଟ, କାରଣ ଏଇ ରେସିଓଟି ହେଉଛି ସବୁ ସ୍କୁଲର ପ୍ରୋବ୍ଲେମ୍। ଆପଣ ସେ ବଡ଼ ସ୍କୁଲ ହେଉ ଛୋଟ ହେଉ, ଆମର ଯେତେ ଇଣ୍ଟରନ୍ୟାସନାଲ ସ୍କୁଲ ଅଛି ବା ଛୋଟ ସ୍କୁଲ ହେଉ, ମୋ ଝିଅ ବି ପଢ଼ୁଛି କିଛି ସ୍କୁଲରେ, ସବୁ ଜାଗାରେ ଯେଉଁ ରେସିଓଟି ଅଛି ସେଇ ଗୋଟିଏ ପ୍ରୋବ୍ଲେମ୍ ହେଇଯାଇଛି, ଯେଉଁଠିକି ଆମର ଟିଚରମାନେ ଫଳରେ ଫୋକସ୍ କରିପାରୁନାହାନ୍ତି। ତେଣୁ ଆମର ସେଇଥିପାଇଁ ଆପଣ କହୁଛନ୍ତି ରଖାହେଇଛି ମ୍ୟାକ୍ସିମମ୍ 10 ବା ମ୍ୟାକ୍ସିମମ୍ ଘୁଞ୍ଚି 15 ମ୍ୟାକ୍ସିମମ୍ 10 ମିନିମମ୍ ହେଇଗଲେ ଆମେ ରେଡି ହେଇଗଲୁ। ଅଲମୋଷ୍ଟ ମାନେ ଗୋଟେ ପ୍ଲାନିଂ ଚାଲିଲା ଯେ କିନ୍ତୁ ସେକ୍ସନ ବ୍ରେକ୍ କରାହେବ। ଯଦି 14 ହେଉଛି 13 ହେଉଛି କି ତାହେଲେ ସେମିତି ରହିଯାଉଛି, ସେଇଟା କ'ଣ ନା 15 ଭିତରେ ହେଲେ ଆମେ ତାକୁ ଗୋଟେରେ ରଖିଦେବୁ। ବାସ୍ ବାସ୍। କିନ୍ତୁ 15 କ୍ରସ୍ କଲା ମାନେ ଫ୍ରାଗମେଣ୍ଟ। ତେଣୁ କହିବାର ଏଇଠି ଉଦ୍ଦେଶ୍ୟ ହେଉଛି, ଯଦି ମୁଁ ତାକୁ ରେକ୍ଟିଫାଇ କରିବି, ଯଦି ଟିଚରଙ୍କର କ୍ୟାପେବଲ୍ ଅଛି ସେ 10ଟା 15ଟା ପର୍ଯ୍ୟନ୍ତ ହ୍ୟାଣ୍ଡେଲ୍ କରିପାରୁଛନ୍ତି, କିନ୍ତୁ ସମସ୍ତଙ୍କୁ ଫୋକସ୍ଟା ଇମ୍ପୋର୍ଟାଣ୍ଟ। ଯଦି ଆମେ ସେଠି ଫିଲ୍ କରୁଛେ ଟିଚର ମିସ୍ କଲେଣି, ତାହେଲେ ଆମେ ସାଙ୍ଗେ ସାଙ୍ଗେ ତାମାନେ ଗୋଟେ ସେକ୍ସନର ଆମେ ସେଇଥିରେ ଫୋକସ୍ କରୁଛୁ। ମିନିମମ୍ କ୍ରାଇଟେରିଆ ସେଇଟା ରହୁଛି କ୍ଲାସ୍ ରୁମ୍ ଆକ୍ଟିଭିଟିର, ଯେ ଟିଚରମାନେ ସବୁ ପିଲାଙ୍କୁ ଫୋକସ୍ କରିବେ। ଆଜ୍ଞା, ତାପରେ ତାଙ୍କୁ ଆକ୍ଟିଭିଟି ସମସ୍ତଙ୍କୁ କରାଇବେ। ବାସ୍ ବାସ୍। ତେଣୁ ସେଇଟା ଯଦି ଆମେ ଦେଖିଲେ କୋଉଠି ହେଇପାରୁନି, ସାଙ୍ଗେ ସାଙ୍ଗେ ସେକ୍ସନ ଆମେ ଚେଞ୍ଜ କରିବେ, କାପାସିଟି ବଢ଼ିଲା, ଫାଣ୍ଟାଷ୍ଟିକ୍। ସାର୍ ଆଉ ଆମେ ଜାଣିବା, ହଁ, ତେଣୁ ଆପଣ କେତେ ଘଣ୍ଟା, ତେଣୁ ଆମ ଅନ୍ୟଙ୍କ ଅଡ଼ିଓ ଆପଣଙ୍କର କେତେ ଘଣ୍ଟା? ଆମେ ଯେତେବେଳେ ଆମର ହୋଲିଷ୍ଟିକ୍ ଏଜୁକେସନ୍ ରଖିଛୁ, ସମ୍ପୂର୍ଣ୍ଣ ଶିକ୍ଷା, ଏଥିରେ ଆମେ ବିଭିନ୍ନ ଜିନିଷ ପ୍ରୋଭାଇଡ୍ କରୁଛୁ। ତ ଡେଫିନେଟଲି ଆମକୁ ସମୟ ଦରକାର, ଆଉ ଇଣ୍ଡିଭିଜୁଆଲ ଆଟେନସନ୍, ଆଉ ସମ୍ପୂର୍ଣ୍ଣ ଶିକ୍ଷା, ହୋଲିଷ୍ଟିକ୍ ଏଜୁକେସନ୍। ସେଥିରେ କ'ଣ ନା ପିଲାମାନଙ୍କୁ ଯେତେବେଳେ ପ୍ଲେଟ୍ରେ ଆମେ ସବୁ ଜିନିଷ ପ୍ରୋଭାଇଡ୍ କରୁଛୁ, ତାଙ୍କୁ ଖେଳିବା ପାଇଁ ଗୋଟେ ଆଉଟଡୋର୍ ଖେଳିବା ପାଇଁ 20-30 ମିନିଟ୍ସ ଦେଉଛୁ, 20-25 ମିନିଟ୍ସ ଦେଉଛୁ। ଆପଣ କ'ଣ ସବୁ ପ୍ରକାର କେତେ ପ୍ରକାର ଖେଳ ରଖୁଛନ୍ତି? ଆଉଟଡୋରରେ ଆମେ ସବୁ ପ୍ରକାର ଫ୍ୟାସିଲିଟି ରଖିଛୁ ପିଲାମାନଙ୍କର, ଯେମିତି ଫନ୍ ଗେମ୍ ଖେଳିବା ପାଇଁ, ତା ସହିତ ନେଚର ସହିତ କେମିତି କନେକ୍ଟ ହେଇକି ରହିବେ। ଯେମିତି ସ୍ୟାଣ୍ଡ ପଡ଼ିଛି, ସ୍ୟାଣ୍ଡ ବେଡ୍ ରହିଛି, ତ ପିଲାମାନେ ସ୍ୟାଣ୍ଡ ଉପରେ ଖାଲି କେତେ ପ୍ରକାର ଖେଳ ଆକ୍ଟିଭିଟି ଅଛି ଆପଣ ଯଦି କାଉଣ୍ଟ କରିବେ? 10-12 ଅଛି ବୋଧେ, 10-12 ଟାଇପ୍ସ ଅଛି ନାଇଁ? କ'ଣ ଦୋଳି ଅଛି ମୁଁ ଦେଖିଲି, ଖସଡ଼ା 2 ପ୍ରକାର ଅଛି, ତାପରେ କ'ଣ ଏକ୍ସରସାଇଜ କରିବାକୁ ଅଛି, ଜମ୍ପିଂଟା ଗୋଟେ କ'ଣ କରିଛନ୍ତି ମୁଁ ଦେଖିଛି, ସେ ମହୋତ୍ସବ ଜମ୍ପିଂ ପାଇଁ ବି ରଖିଛନ୍ତି। ଫାଣ୍ଟାଷ୍ଟିକ୍ ଫାଣ୍ଟାଷ୍ଟିକ୍। ପିଲାଙ୍କର ଯୋଉ ଜିନିଷ ଦରକାର ସେଇ ଜିନିଷ ଗୁଡାକ ଆମେ ରଖିଛୁ। ତାପରେ ଜିନିଷ ହେଉଛି ମେନ୍ ଜିନିଷ ହେଉଛି ଖାଲି ରଖିଲି ନାହିଁ, ଆମେ ସେ ସୁଯୋଗଟା ଦଉଛୁ। ଓ, ତାହେଲେ ତାଙ୍କର ଗୁଡ଼ାଏ ସମୟ ସେ ଖେଳିବା ବି ଯାଉଛି। ଖେଳିବା ପାଇଁ ଆମେ ଆଉଟଡୋର୍ ଗେମ୍ରେ ଆମେ 20 ମିନିଟ୍ସର ଗୋଟେ ସେଡ୍ୟୁଲ୍ ରଖିଛୁ ସବୁଦିନ। ହଁ, ସବୁଦିନ 20 ମିନିଟ୍ ଖେଳିବେ। ସେମିତି ସ୍ନାକ୍ସ ବ୍ରେକ୍ ରହିଛି, ପିଲାମାନେ 20 ମିନିଟ୍ ଖାଇବେ ବସିକିରି, ସମସ୍ତେ ମିଶିକିରି ଖାଇବେ। ତାମାନେ ଗୋଟେ ଭାଇଚାରା ବି ତାଙ୍କୁ ଶିଖାଉଛି। ହଁ, ସମସ୍ତଙ୍କୁ ଆମେ ପ୍ରେୟାର କରାଉଛୁ, ସମୟ ଖାଇଲା ପୂର୍ବରୁ ପ୍ରେୟାର କରୁଛନ୍ତି, ସମସ୍ତଙ୍କୁ ଆମେ ଯେଉଁମାନେ ଖାଇପାରୁନାହାନ୍ତି ହେଲ୍ପ କରୁଛୁ। ତ ଆମ ଏନଭାୟରନମେଣ୍ଟ ସେମିତି ରହିଛି, ଫ୍ରେଣ୍ଡଲି ଏନଭାୟରନମେଣ୍ଟ, ଯେମିତିକି ସେକେଣ୍ଡ ହୋମ୍ ଭଳିଆ। ଘରେ ଯେମିତି ମାନେ ସେକେଣ୍ଡ ହୋମ୍, ମାନେ ଆପଣ କହିବାକୁ ଚାହୁଁଛନ୍ତି ଯେ ଯେମିତି ପିଲାମାନେ ଘରେ ଫିଲ୍ କରନ୍ତି, ଏଠି ସେଭଳି ସେମାନେ ଅନୁଭବ କରୁଛନ୍ତି। ତାଙ୍କୁ ଅନୁଭବ କରୁଛନ୍ତି, କାରଣ ଏଠି ତାଙ୍କୁ ସବୁ ପ୍ରକାର ସପୋର୍ଟ ଦିଆଯାଉଛି, କେୟାର ନିଆଯାଉଛି। ସେଥିପାଇଁ ପିଲାମାନେ କ'ଣ କି ଯେତେ ସମୟ ପଢ଼େଇଲେ, ଯେତେ ସମୟ ରଖିଲେ ବି ସେମାନେ କମ୍ପ୍ଲେନ୍ କରନ୍ତି। ତାହେଲେ ଆପଣ କହୁଛନ୍ତି ପିଲାମାନେ ଯଦି ବି ଏଠି ଆପଣ କେତେ ଘଣ୍ଟା, 4 ଘଣ୍ଟା 4 ଘଣ୍ଟା 4 ଘଣ୍ଟା 8ରୁ 12ଟା ଆକ୍ଚୁଆଲି ଆମର ସ୍କୁଲ ଟାଇମିଂ, ତ ସେମାନେ 8ରୁ 12ଟା ଭିତରେ ଆସିକି। ତାହେଲେ ଆପଣ କହୁଛନ୍ତି 12ଟା ପରେ ସେମାନେ ମାନେ ସ୍କୁଲରୁ ଯିବାକୁ ଇଣ୍ଟରେଷ୍ଟ ମାନେ ହଉନାହାନ୍ତି? କିଛି ପିଲା ଅଛନ୍ତି, କିଛି ନୁହଁ, ଏବେ ଦିନେ ଦିନେ ବଢୁଛି ସେ ସଂଖ୍ୟାଟା। ପିଲାମାନେ
20 ମିନିଟ୍ ବାହାରେ ଖେଳିଲା ସତ୍ତ୍ୱେ ମଧ୍ୟ ହଁ ବ୍ରେକ୍ରେ ତାପରେ 12ଟା ପରେ ଯେତେବେଳେ ସ୍କୁଲ ଛୁଟି ହଉଛି ସେତେବେଳେ ପ୍ୟାରେଣ୍ଟକୁ କହୁଛନ୍ତି ପୁଣି ଖେଳିକିରି ଯାଉଛନ୍ତି। ଅତି ସୁନ୍ଦର। କାହିଁକିନା ଆମେ ସେଇଟା ଓପନ୍ ଏନଭାରମେଣ୍ଟ ରଖିଛୁ, ପ୍ୟାରେଣ୍ଟ ମାନଙ୍କୁ ଆଲାଉ କରୁଛୁ ଭିତରେ, ତ ସୋ ଦ୍ୟାଟ୍ କି ପିଲାମାନେ ଆସି ଭିତରେ ମାନେ ମୁଁ ଦେଖିଛି ଅନ୍ୟ ଆଜି ସ୍କୁଲରେ ଆଜି ଯେମିତି ଦେଖିବେ ଆଜି ଗୋଟେ ୟୁକେଜି ପିଲା ସେ ତାର ପ୍ୟାରେଣ୍ଟକୁ ସବୁଦିନ 15 ମିନିଟ୍ 20 ମିନିଟ୍ ଅପେକ୍ଷା କରି ଖେଳିକି ଯିବ। ଖେଳିବାଟା ତ ଆମେ ଦେଖିଛୁ, କିନ୍ତୁ ମାନେ ଯାହା ହଉ ମାନେ 4.5 ଘଣ୍ଟା ପିଲାମାନେ ରହିପାରୁଛନ୍ତି ସ୍କୁଲରେ। ରହିଲା ପରେ ସେମାନେ ଆଡିସନାଲି ଖେଳି ପରେ ପୁଣି ଖେଳିକି ଯାଉଛନ୍ତି। ଆରେ ବାପରେ, ଏବେ ସମରରେ fantastic। ଲାଇକ୍ ସମରରେ ଅତି ସୁନ୍ଦର, ଅତି ସୁନ୍ଦର। କାହିଁକି ନା ପିଲାମାନଙ୍କର ଇଚ୍ଛା ଖେଳେ। ପ୍ଲେ ସ୍କୁଲ ଯେତେବେଳେ ଆମେ କହୁଛେ ଡେଫିନେଟଲି ପ୍ଲେ ଇଜ ଦ ଇମ୍ପୋର୍ଟାଣ୍ଟ ପାର୍ଟ। ତାହେଲେ ପ୍ଲେ ସ୍କୁଲର ରିଅଲ ମିନିଂଟା ତାହେଲେ ଆମର ଏଠି ଇମ୍ପ୍ଲିମେଣ୍ଟ ହେଇଛି। ପ୍ଲେ ସ୍କୁଲର ମାନେ ସାର୍ ପାର୍ଟ ରହୁଛି ପିଲାଙ୍କର ଆକ୍ଚୁଆଲି ଖେଳିବା ଉଦ୍ଦେଶ୍ୟ। ଆଜ୍ଞା ସେତେବେଳେ ଯେତେବେଳେ ଆପଣ ଯଦି ପିଲାଙ୍କୁ ପାଠ ପଢିବାକୁ ଚାହୁଁଛନ୍ତି ଆଜ୍ଞା ତାହେଲେ କଣ କରିବେ ନା ମେନ୍ ପ୍ଲେଟର ମେନ୍ ଆଇଟମଟାକୁ ଯଦି ମିସ୍ କରିଦେବେ ତାହେଲେ ସେ ପାଠ ପଢିପାରିବେ। ରାଇଟ୍ ରାଇଟ୍ ରାଇଟ୍। ତ ସେଥିପାଇଁ ଆମେ କଣ କରୁଛୁ ନା ଫାଷ୍ଟ ହଉଛି ତାଙ୍କ ମେନ୍ ପ୍ଲେଟର ମେନ୍ ଡିଶ୍ଟା ସେଇଟା ହଉଛି ପ୍ଲେ। ଆଚ୍ଛା, ଆପଣଙ୍କର ବ୍ୟକ୍ତିଗତ କୋଶ୍ଚିନ୍ ପଚାରୁଛି ଗୋଟେ ଇଏ ଭଳିଆ, ଯେଉଁ ପାଠ ପଢ଼ିଲା ବେଳେ ବହୁତ ସିରିୟସ୍ ମୋଡ଼ରେ ପଢ଼ଉଛନ୍ତି ନା ସେ ବି ଖେଳେଇ ଖେଳେଇ? ନାଇଁ ଏଥିରେ ସିରିୟସନେସ୍ ଜମା ନାହିଁ, ରହିବନି। କାହିଁକିନା ସିରିୟସ୍ ଯୋଉଠି ରହିଲା ସେଠି ପିଲାମାନେ ରିସିଭ୍ କରିବେନି। ନାଇଁ, ଏଇଟା ଖାଲି ପ୍ଲେ ସ୍କୁଲ ହଉଛି ନା ୟୁକେଜି ପର୍ଯ୍ୟନ୍ତ ମଧ୍ୟ? ୟୁକେଜି ଯାଏ ସବୁ କ୍ଲାସରେ ଆମର ସିମ୍ପଲ ମଡେଲ ହଉଛି ଆକ୍ଟିଭିଟି ବେସ୍ଡ। ଟିଚର ୱିଲ୍ ଇନଭଲ୍ଭ ଦ ଷ୍ଟୁଡେଣ୍ଟସ୍, ଦେନ୍ ଦେ ୱିଲ୍ ଲର୍ନ। ଫ୍ୟାଣ୍ଟାଷ୍ଟିକ୍ ଫ୍ୟାଣ୍ଟାଷ୍ଟିକ୍। ୱିଦାଉଟ୍ ଇନଭଲ୍ଭମେଣ୍ଟ ନୋବଡି ଆମର ପ୍ରାକ୍ଟିସ୍ ହଉଛି ୱିଦାଉଟ୍ ଇନଭଲ୍ଭମେଣ୍ଟ ପିଲା ଲର୍ନ କରିପାରିବେନି। କରିପାରିବେନି। ପିଲା ଘୋଷି ପାରିବେ କିନ୍ତୁ ଲର୍ନ କରିପାରିବେନି। ଆଉ ଆପଣ କହୁଥିଲେ, ମୁଁ ଟିକେ ଶୁଣିଥିଲି ଆପଣ ନୈତିକ ଶିକ୍ଷା ଉପରେ ବି ବହୁତ କିଛି କରୁଛନ୍ତି। କ'ଣ କ'ଣ ସାର୍ ନୈତିକ ଶିକ୍ଷାରେ ଆପଣ କ'ଣ କ'ଣ ଶିଖାଉଛନ୍ତି? ଯେତେ ଗୁରୁତ୍ୱ ଦଉଛୁ ଶାରୀରିକ ମାନସିକ ଭଲ ବ୍ୟବହାରିକ ଆଧ୍ୟାତ୍ମିକ ଏଇ ସବୁ ଆଙ୍ଗେଲରେ ଏତେ ପିଲାଙ୍କ ଉପରେ ଫୋକସ୍ କରୁଛୁ। ତ ଆମର ଏଠି ବ୍ୟବହାରିକ ଜ୍ଞାନ ଯେଉଁ ରହୁଛି ବିହେଭିୟରାଲ ରହୁଛି, ତ ସେଥିରେ କ'ଣ କରୁଛୁ ନା ଆମେ ଗୁଡ୍ ହାବିଟ୍ସ ଗୁଡ୍ ମ୍ୟାନର ଉପରେ ମଧ୍ୟ ଶିକ୍ଷା ଦଉଛୁ। ତ ପିଲାମାନଙ୍କୁ ଗୁଡ୍ ହାବିଟ୍ସ ମାନେ କ'ଣ ସେ ଗୋଟେ ପିରିୟଡ଼ ରହୁଛି ତାଙ୍କ ପାଇଁ? ଲାଇଫ୍ ସ୍କିଲ୍ ଲର୍ଣ୍ଣିଂ, ଲାଇଫ୍ ସ୍କିଲ୍ ଲାଇଫ୍ ଲେସନ୍ସ କ୍ଲାସ୍ ଯେଉଁ ରହୁଛି ସେ କ୍ଲାସ୍ରେ ସେମାନେ ବେସିକାଲି କ'ଣ ଶିଖନ୍ତି ନା ଛୋଟ ଛୋଟ କାମ ତାଙ୍କର ଯେଉଁଟା ତାଙ୍କ ଏଜ୍ ସ୍ପେସିଫିକ୍ ଯେଉଁ କାମ ଅଛି, ଯେଉଁ କେମିତି ମୁଁ ସାର୍ଟ ବଟନ୍ ଦେବି କି ମୁଁ ମୋ ଜୋତା ପିନ୍ଧିବି, ଯେଉଁ ଲାଇଫ୍ ଲେସନ୍ କ୍ଲାସ୍ କି ମୁଁ ଟିଫିନ୍ ବକ୍ସ ଖୋଲିବି, ମୋର ବୋଟଲ ଖୋଲିବି, ପାଣି ପିଇବି, ପୁଣି ରଖିବି, ଜିପ୍ କରିବି ବ୍ୟାଗ୍କୁ, ଏଇ ଯେଉଁ ଜିନିଷ ସେସବୁ ଜିନିଷ ଶିକ୍ଷା ସହିତ ଗୁଡ୍ ମ୍ୟାନର୍ସ ଗୁଡ୍ ବିହେଭିୟର କ୍ଲାସରୁମ୍ ରୁଲ୍ସ। ଏଇଠି ଗୋଟେ ପଏଣ୍ଟ ଗୋଟେ ମନେ ପଡ଼ିଲା, ପିଲାମାନେ ଯେଉଁ କିଛି ପିଲା ଅଛନ୍ତି ତାଙ୍କ ବଡ଼ ବଡ଼ ହେଉଛି ଛୋଟ ପିଲା ଭିତରେ ଏଠି ଜିଦି ଅଛି, ସିଏ ତାକୁ ଲାଗି ଯାଉଥିବ, ଇଏ ଟିକେ ଲାଗି ଯାଉଥିବ, ଏଗୁଡ଼ା ସବୁ ଏମିତି ହେଉଛି ନା ତାଙ୍କର କେମିତି ଶିଖା ହେଉଛି? ଦେଖନ୍ତୁ, ନୋ ଚାଇଲ୍ଡ ଇଜ୍ ସେମ୍, ଅଲ୍ ଆର୍ ଡିଫରେଣ୍ଟ। ତ ଆମକୁ ଫାର୍ଷ୍ଟ ରୁଲ୍ ହେଉଛି ଆକ୍ସେପ୍ଟ କରିବାକୁ ପଡ଼ିବ ଯେ ଅଲ୍ ଚିଲଡ୍ରେନ୍ ଆର୍ ଡିଫରେଣ୍ଟ। ନିଶ୍ଚିନ୍ତ। ତ ସେଇ ଜାଗାରେ କ'ଣ ହେବ ନା ସମସ୍ତଙ୍କର ବିଭିନ୍ନ ବିଭିନ୍ନ କ୍ୟାରେକ୍ଟରିଷ୍ଟିକ୍ ନେଇକି ସେମାନେ ଆସିଥାନ୍ତି। ଆଜ୍ଞା। ତ ସେଠି ଏଠି ଆମେ ଏମିତି ଏନଭାୟରନମେଣ୍ଟ କ୍ରିଏଟ୍ କରୁଛେ ଯେ ସମସ୍ତଙ୍କୁ ଗୋଟେ କ୍ଲାସରୁମ୍ ରୁଲ୍ ରହିଛି। ତ ସେତେବେଳେ ଡିସିପ୍ଲିନ୍ ଆମେ ଚେଷ୍ଟା କରୁଛୁ ଯେ ପିଲାମାନେ ସମସ୍ତେ କେମିତି ମିଳିମିଶି ଖେଳିବେ, ମିଳିମିଶି ପାଠ ପଢ଼ିବେ। ଯେହେତୁ ସମସ୍ତଙ୍କୁ ସୁଯୋଗ ଦିଆହେଉଛି ସେଠି ଜାଗାରେ କ'ଣ ନା ସମସ୍ତେ ସୁଯୋଗ ପାଇଲା ପରେ ଯିଏ ଯେଉଁ ଚରିତ୍ର ହେଲେ ମଧ୍ୟ କିଛି ପ୍ରଭାବ ପଡ଼େନି। ଆଜ୍ଞା। କାରଣ ଏଣ୍ଡ ଅଫ୍ ଦ ଡେ କ'ଣ ସିଏ ଆସିଛି ମାନେ ସେ କିଛି ଲର୍ନ କରିକି ଯିବ। ଆଜ୍ଞା। ତ ତାକୁ ଯେତେବେଳେ ତା ପାଖରେ ଆକ୍ଟିଭିଟି ରହିଗଲା, ସେ ଦେଖିଲା ମତେ ମିଳୁଛି ତାକୁ ମିଳୁଛି ସମସ୍ତଙ୍କୁ କମ୍ପିଟିସନ୍ ନାହିଁ, କମିଗଲା କମ୍ପିଟିସନ୍। ତ ସେଇ ଯେଉଁ ଜିଦି ବାଦିକି ସେ ସବୁ ଜିନିଷଟା କମିଯାଏ। ଯେତେବେଳେ ପିଲାମାନେ ଆମକୁ କୁହନ୍ତି ଯେ ସିଏ ଜିତିଯିବ ମୁଁ ହାରିଯିବି, ଆମେ କ'ଣ କରୁ ନା ଆମେ ଅଲ୍ ଆର୍ ୱିନର୍ ଫର୍ ଅସ୍। ଆମର ସମସ୍ତେ ୱିନର୍ ନାଇଁ, ଆମେ କାରଣ ଆମେ ସମସ୍ତଙ୍କୁ ସମାନ ଦେଖୁଛୁ। ବଢ଼ିଆ ବଢ଼ିଆ ବଢ଼ିଆ। ଏଇ ଜିନିଷଟା ସମାଜରେ ଆବଶ୍ୟକ। ସମସ୍ତଙ୍କୁ ସମାନ ସୁଯୋଗ ଦେଇଛୁ, ସମସ୍ତଙ୍କୁ ସମାନ ଦେଖୁଛୁ, କେୟାର କରୁଛୁ, ସେ ଜାଗାରେ ଆମ ପାଇଁ ଅଲ୍ ଆର୍ ୱିନର୍। ତେଣୁ ଆପଣଙ୍କ ପାଇଁ ତାହେଲେ ଏଇ ଯେଉଁ ସମାଜରେ ଚାଲିଛି ଗୋଟେ କ୍ୟାଟ୍ ରେସ୍ ଗୋଟେ ଚାଲିନି? ନାଇଁ, କ୍ୟାଟ୍ ରେସ୍ ଆମେ ବି ନାହୁଁ, ପ୍ଲସ୍ ଆମେ ବି ଚାହିଁବୁନି ଆମର ଯେଉଁ ନେକ୍ସଟ ଜେନେରେସନ୍ ଯେଉଁ ପିଲାମାନେ ଆସୁଛନ୍ତି ଆମେ ତାଙ୍କୁ ଟ୍ରାନ୍ସଫର ବି କରିବୁନି। କାହିଁକି ନା କ୍ୟାଟ୍ ରେସ୍ର ଆବଶ୍ୟକ ହିଁ ନାହିଁ। କାରଣ ଆପଣ ଯଦି ଯାହା କର୍ମ କରୁଛନ୍ତି ସେ କର୍ମ ତ ରେଜଲ୍ଟ ଭଗବାନଙ୍କ ହାତରେ ଅଛି। ତ ଆପଣ ଯାହା କର୍ମ କରିବେ ସେଇ ରେଜଲ୍ଟ ହିଁ ମିଳିବ। ତ ପିଲାମାନେ ଯଦି ଭଲ କରିବେ ଡେଫିନେଟଲି ତାଙ୍କୁ ଭଲ ରେଜଲ୍ଟ ମିଳିବ। ତେଣୁ ଆମେ ସେଇଟା ଫୋକସ୍ କରୁଛନ୍ତି ଆପଣ। ତେଣୁ ଆଉ ଗୋଟେ ମୁଁ ଦେଖୁଥିଲି କ'ଣ ଯୋଗ ଲାଗିଛି, ଚିତ୍ର ଯୋଗ କରୁଛନ୍ତି? ହଁ, ଆମର ଆକ୍ଚୁଆଲି ଏଇସବୁ ଶିକ୍ଷା ସହିତ ଯେଉଁ ପାରମ୍ପରିକ ସ୍କୁଲ ଏଜୁକେସନ୍ ସହିତ ଆମେ ଯେଉଁ ଭାରତର ଯେଉଁ
कल्चरल रही आज्ञा जो गुरुकुल शिक्षा रही आज्ञा आम फोकस रोचे जे आम निजको इंटरनेशनल लेवल रो स्कूल बोली मेंशन करूछु आज्ञा किंतु आम इंडिया होचे हमर बेस भारत होचे हमर बेस आज्ञा तो आम आम सब पादटा लगी भारत भूमि रे आज्ञा किंतु आम विदेश जदि कौन भल जिन सिस्टम अच्छी आम पिला जोगेबू जेମିତି ଆପଣ କହୁଥିଲେ ଜାପାନର କ'ଣ ଜିନିଷ ଯେମିତି ବାହାର ଦେଶର ଜାପାନ ହଉ ଆମେରିକା ହଉ କି ୟୁରୋପ କଣ୍ଟ୍ରିଜ ହଉ ସେମାନେ ଏଜୁକେସନରେ ଯେହେତୁ ତାଙ୍କର ଆଡଭାନ୍ସ ଏଜୁକେସନ ରହିଛନ୍ତି ତ ଆମ ପିଲାମାନେ ସେଥିରୁ ବଞ୍ଚିତ ହେବେନି ଆଜ୍ଞା ଆମ ପିଲାମାନେ ବି ରୋବୋଟିକ୍ ଶିଖିବେ ଏ ଶିଖି ସବୁ ଶିଖିବେ କିନ୍ତୁ କଥା ହଉଛି ତାଙ୍କ ପାଦଟା କିନ୍ତୁ ଭାରତ ଭୂମିରେ ଲାଗିଛି ଆଜ୍ଞା ତା ମାନେ ହଉଛି ଭାରତର ଯୋଉ କଲଚରାଲ ହେରିଟେଜ ରହିଛି କଲଚରାଲ ଶିକ୍ଷା ରହିଛି ସ୍ପିରିଚୁଆଲିଜିମ୍ ରହିଛି ଏ ସବୁ ସହିତ ସେମାନେ ଯେତେବେଳେ ତମ ପାଖରେ ସବୁ ଗୁଣର ଅଧିକାରୀ ଅଛ ତମେ ଯେତେବେଳେ ଆଡଭାନ୍ସ ୱାର୍ଲଡରେ ରୋମ୍ କରୁଛ ସେ ସମୟରେ ତମେ ଆରାମସେ ରୋମ୍ କରିପାରିବ ଆଉ ଭାରତର ଗୁଣଗାନ କରିପାରିବ ତେଣୁ ଆମର ତାଙ୍କୁ କ'ଣ ଯୋଗ ଶିଖାଉଛନ୍ତି ଆପଣ ହଁ ଆମେ ଯେହେତୁ ଗୁରୁକୁଳ ଶିକ୍ଷା ରହିଛି ଯୋଗ ଶିକ୍ଷା ତ ଆମେ 2 ବର୍ଷ ପିଲାଙ୍କୁ ବି 3 ବର୍ଷ 4 ବର୍ଷ ସବୁ ପିଲାଙ୍କୁ ଯୋଗ ଶିକ୍ଷା ଛୋଟ ପିଲା ସାର୍ କ'ଣ ଯୋଗ ଶିଖୁଛନ୍ତି କୋଉ ଯୋଗ ଆପଣ ଶିଖୁଛନ୍ତି ଏଜ୍ ସ୍ପେସିଫିକ୍ ଯୋଗ ଶିକ୍ଷା ଯେମିତି ଓମ୍ ଚାଣ୍ଟିଂ ହଁ ଓମ୍ ଚାଣ୍ଟିଂ ଟା ଗୋଟେ ପିଲା ଯେତେବେଳେ ବସିବ ଆଜ୍ଞା ଫାଷ୍ଟ ପ୍ରଥମରୁ କ'ଣ ହବ ନା ସେ ଡିସିପ୍ଲିନରେ ବସିଲା ଆଜ୍ଞା ସେଟା ତ ପ୍ରଥମ ଯୋଗ ଆଜ୍ଞା ପ୍ରଥମ ଯୋଗ ହେଲା ସେ ବସିଲା ତାପରେ ନେକ୍ସଟ ଯୋଗ ହଉଛି ଆଖି ବନ୍ଦ କଲା ଆଜ୍ଞା ଆଖି ବନ୍ଦ କରିବା ଗୋଟେ ବହୁତ ସମୟ ଲାଗିଯାଏ ଆଜ୍ଞା ଛୋଟ ପିଲାମାନେ ଭାବନ୍ତି ଯେତେବେଳେ ପ୍ଲେ ଗ୍ରୁପ ପିଲା ଆସନ୍ତି ସେ ଭାବନ୍ତି ମୁଁ ଆଖି ବନ୍ଦ କଲେ କାଳେ ମତେ କିଏ ମାରିବ ମାତ୍ର ଡର ଥାଏ ସେ ଡରଟାକୁ ଜିତିବା ମାନେ ଗୋଟେ ଯୋଗ ଶିକ୍ଷା ଆଜ୍ଞା ହଁ 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 ଏବେ ଦେଖିବା ଆମେ ପ୍ଲେ ଗ୍ରୁପ ପିଲାମାନେ ଆଖି ଖୋଲିକି ବସୁଛନ୍ତି କାହିଁକି ବସୁଛନ୍ତି ପ୍ରଥମେ ନା ତାଙ୍କୁ ଲାଗୁଛି ଆଖି ବନ୍ଦ କଲେ ମତେ କିଏ ମାରିବ କି କ'ଣ ଗୋଟେ ଡର ଆସିଯିବ ଗୋଟେ ଭୟ ରହିଛି ଇଣ୍ଟରନାଲ ଭୟ ରହିଛି ଆଜ୍ଞା ତ ତାକୁ ଦୂର କରିବା ଗୋଟେ ଯୋଗ ଶିକ୍ଷା ଯେତେବେଳେ ବସିବ ଫାଷ୍ଟ ଅନ୍ୟମାନଙ୍କଠୁ ଦେଖିବ ମିସ୍ ଟିଚର ମାନେ କରୁଛନ୍ତି ସେଇଠି ମୋର ସିନିୟର ମାନେ କରୁଛନ୍ତି ମାନେ ମୋଠୁ ବଡ ପିଲାମାନେ କରୁଛନ୍ତି ସେ ଧୀରେ ଧୀରେ କ'ଣ କରନ୍ତି କନଫିଡେନ୍ସ ବିଲ୍ଡଅପ୍ ହବ ସିଦ୍ଧାସନରେ ବସୁଛନ୍ତି ସିଦ୍ଧାସନ ପଦ୍ମାସନରେ ପଦ୍ମାସନ ସୁଖାସନ ଛୋଟ ଛୋଟ ତାଙ୍କ ଏଜ ଅନୁସାରେ ଯୋଉ ଯୋଗ କରିପାରିବେ ଆମେ ସେଇ ଯୋଗ ତାପରେ ଓମ୍ ଚାଣ୍ଟିଂ ଟା ବି ତାଙ୍କୁ ଶିଖେଇଲେ ରେଗୁଲାର ସେ କେତେ ସମୟ ସାର୍ ଆମେ ଯୋଗ ପିରିୟଡ଼ ରଖା ହେଇଛି ପ୍ରତିଦିନ ଆମେ 15 ରୁ 20 ମିନିଟ୍ କରୁଛୁ ଯୋଗ ଶିକ୍ଷା 15 ରୁ 20 ମିନିଟ୍ ସବୁଦିନ ପ୍ରାର୍ଥନା ବି ପ୍ରାର୍ଥନା ସହିତ ପ୍ରାର୍ଥନା ସରିଲା ପରେ ଯୋଗ ଶିକ୍ଷା ରହୁଛି ସବୁ ଧ୍ୟାନରେ ଟିକେ ବସିବାକୁ ତାଙ୍କୁ ପ୍ରାକ୍ଟିସ୍ କରାଯାଉଛି ସକାଳ ପ୍ରଥମେ ଯୋଗ ପ୍ରାର୍ଥନା ତାପରେ ଯୋଗ ଶିକ୍ଷା ତାପରେ କ୍ଲାସ୍ ବାଃ ବଢିଆ ଆଉ ସେମିତି ଗଲାବେଳେ କିଛି ପ୍ରାର୍ଥନା ଅଛି ଲାଷ୍ଟକୁ ଯେତେବେଳେ ଆମର ସରିଯାଉଛି ଏଇ ସବୁ କାର୍ଯ୍ୟକ୍ରମ ସ୍କୁଲର ପାଠ୍ୟକ୍ରମ ସରୁଛି ଲାଷ୍ଟକୁ ସେମାନେ ଗୋଟେ କୀର୍ତ୍ତନ ସ୍ପିରିଚୁଆଲ ମନ୍ତ୍ର ସାଧନ କିଛିଟା ସେମାନେ କରୁଛନ୍ତି ତାହେଲେ ସାର୍ ଏଇଠି ଗୋଟେ ଜିନିଷ ମୁଁ କହିବାକୁ ଚାହିଁବି ଏଇଠି ତାହେଲେ ଆମର କେବଳ କ'ଣ ମାନେ ତାହେଲେ ଆମ ସ୍କୁଲରେ କେବଳ ହିନ୍ଦୁ ଧର୍ମର ପିଲା ଆସିପାରିବେ ନା ଅନ୍ୟ ଏଇଟା ଆମର ଓପନ ସ୍କୁଲ କନସେପ୍ଟ ରହିଛି ଯୋଉମାନେ ହିନ୍ଦୁ ହୁଅନ୍ତୁ ହିନ୍ଦୁ ଆମର କାରଣ ଯୋଉମାନେ ଏଇ ଶିକ୍ଷା ଚାହୁଁଛନ୍ତି ଏଇଠି ହାର୍ଡ ଆଣ୍ଡ ଫାଷ୍ଟ ରୁଲ ନାହିଁ ଯେ ଜଣକୁ ବାଧ୍ୟ ଏଇଟା ଲର୍ନ କରିବାକୁ ରହିଛି ଯେ ଯୋଉମାନେ ଯୋଉ କଲଚରରୁ ଆସିଛନ୍ତି ସେମାନେ ତାଙ୍କର ଯଦି ଚାହୁଁଛନ୍ତି ଏଇ ଶିକ୍ଷା ନେବାକୁ ତାହେଲେ ଡେଫିନେଟଲି ସେମାନେ ତାହେଲେ ସାର୍ ଆମର 2 ବର୍ଷ ହେଇଗଲାଣି ଅନ୍ୟ ରିଲିଜନର ପିଲା ଏଠି ଅଛନ୍ତି ପଢୁଛନ୍ତି ଅଛନ୍ତି ହଁ ସେମାନେ ତାଙ୍କୁ ଯେତେବେଳେ ତାଙ୍କର ଯୋଉ ପ୍ଲେଟରେ ଯାହା ଦରକାର ତାଙ୍କୁ ଯେତେବେଳେ ସବୁ ଜିନିଷ ଆମେ ପ୍ରୋଭାଇଡ କରୁଛୁ ତାଙ୍କର କୌଣସି କମ୍ପ୍ଲେନ୍ ନାହିଁ ତାଙ୍କର ମେନଲି କ'ଣ କି ସେମାନେ ତାଙ୍କୁ କେୟାରିଂ ଦରକାର ତାଙ୍କ ପାଠ ପଢା ଦରକାର ତାଙ୍କର ଯାହା ସବୁ ଦରକାର ମେନ୍ ଆଇଟମ୍ ସବୁ ମିଳିଯାଉଛି ଏ ତ ସାଇଡ୍ ଆଇଟମ୍ ମାନେ ଆପଣଙ୍କ ସ୍ପିରିଚୁଆଲ ଶିକ୍ଷା କି ଏ ସବୁ ଜିନିଷ ହଉଛି ସାଇଡ୍ ଆଇଟମ୍ ଏଥିରେ କ'ଣ ହୁଏ ନା ଏଠି ପିଲାମାନଙ୍କୁ ଆମେ ଅପସନାଲ ଦେଇଛି ଯେ ଏଇ ଜିନିଷଟା ଶିଖିଲେ ଆଧ୍ୟାତ୍ମିକ ଶିକ୍ଷା ରହିଲେ ତ ଫ୍ୟୁଚରରେ ତୁମ ଗୋଟେ କିଛି ଦିଶା ସହି ଦିଶାରେ ଯାଇପାରିବ ଠିକ ଦିଶାରେ ଯାଇପାରିବ ଭଲ ମଣିଷଟି ଯାହା ବି କର୍ମ କରୁଛନ୍ତି କେମିତି ଗୋଟେ ଭଲ ମଣିଷଟି ଗୋଲ ରହିଛି ଯେ ବିଲ୍ଡିଂ କ୍ୟାରେକ୍ଟର ତ ମୁଖ୍ୟ ସେଇଠି ଯୋଉ ବିଲ୍ଡିଂ କ୍ୟାରେକ୍ଟର ଯୋଉ ଗୋଲ ରହିଛି ଆମେ ଦେଖିବାକୁ ଚାହୁଁ ଯେ ଆମ ପିଲାମାନେ ଗୋଟେ ଭବିଷ୍ୟତରେ ଭଲ ଗୁଣର ଅଧିକାରୀ ହେଇକି ବାହାରିବେ ତାହେଲେ ଆପଣ କହିବାକୁ ଚାହୁଁଛନ୍ତି ଜଣେ ଯଦି ଡକ୍ଟର ହଉଛି ଗୋଟେ ଭଲ ଡକ୍ଟରଟି ହଉ ଭଲ ଡକ୍ଟର ହଉ ଯଦି ସମାଜରେ ତାକୁ ସମସ୍ତେ ଭଲ କୁହନ୍ତୁ ସେ କର୍ମ ତାର କରୁ ଡକ୍ଟର କାମ କିନ୍ତୁ ତାକୁ ମଣିଷ ହିସାବରେ ସେବା ଭାବରେ ଲୋକମାନେ ଆପ୍ରିସିଏଟ କରନ୍ତୁ କାହାକୁ ମାନେ ସମସ୍ତଙ୍କୁ ଭଲ ପାଇକିରି ତା କର୍ମ ଯୋଉ ଅଛି ଡକ୍ଟର ଯୋଉ କର୍ମ ଅଛି ସେ କରିବ ତା ସହିତ ସେ ସମାଜକୁ ଭଲ ପାଉ
ଗୋଟେ ଦାୟିତ୍ୱବାନ ମଣିଷ ଦାୟିତ୍ୱବାନ ଡକ୍ଟର ହବ ଏଇଟା ଲକ୍ଷ୍ୟ ହଉଛି ଆମର ସେୟା ଯେକୌଣସି ଜବ୍ କରୁ ଜବ୍ଟା ଆମର କୌଣସି ରେଷ୍ଟ୍ରିକ୍ସନ ଜବ୍ ହଉ ବିଜନେସ୍ ହଉ ଯାହା କରନ୍ତୁ କିନ୍ତୁ ଗୋଟେ ଦାୟିତ୍ୱବାନ କିନ୍ତୁ ଦାୟିତ୍ୱବାନ ସମାଜ ପ୍ରତି ତାର କର୍ତ୍ତବ୍ୟ ରହୁ ଆମେ ଯେମିତି ସମାଜ ପ୍ରତି ଆମର କର୍ତ୍ତବ୍ୟ ପାଳନ କରିବା ହଁ ଆପଣ ଯେମିତି ଗୋଟେ କରିବାକୁ ଚେଷ୍ଟା ଚେଷ୍ଟା କରୁଛନ୍ତି କରୁଛୁ ରାଇଟ୍ ରାଇଟ୍ ଆମେ ସେମିତି ପିଲାମାନଙ୍କୁ ମଧ୍ୟ ଚାହିଁବୁ ଯେ ପିଲା କାଲି ଭବିଷ୍ୟତରେ ତାଙ୍କ ବାପ ଘର ମାନେ ନିଜର ପରିବାର ସହିତ ସମାଜ ପ୍ରତି ଆକୃଷ୍ଟ ହଉ ସମାଜର ଭଲ ପାଇଁ ଚିନ୍ତା କରୁ ସମସ୍ତଙ୍କୁ ଭଲ ପାଇ କେମିତି ଆଗକୁ ଅତି ସୁନ୍ଦର ସାର୍ ବହୁତ ବଢ଼ିଆ ଜାଣିଲେ ଆମେ ତେଣୁ ଅଧିକା ଜାଣିବା ପାଇଁ ତମ ଦର୍ଶକ ବନ୍ଧୁମାନେ ଆସିବେ ଆପଣଙ୍କ ପାଖକୁ ନିଶ୍ଚିତ ଆସି ଆମେ ୱେଲକମ୍ କରୁଛୁ ଅମୀୟ ଭାଇ ଧନଞ୍ଜୟ ବେହେରା ଟୋନା ସାର୍ ସୁମିତ୍ରା ସାହୁ ଟିକି ସ୍ୱାଇଁ ସନ୍ତୋଷ ପ୍ରଧାନ ଏମାନେ ସବୁ କ'ଣ ଅଛନ୍ତି ଲାଇନ୍ରେ ଆମେ ଦେଖୁଛନ୍ତି ଚାଲନ୍ତୁ ଆମେ ବର୍ତ୍ତମାନ ସାର୍ ଟିକେ ଦେଖେଇଦେବା ଦେଖନ୍ତୁ ଟିକେ ଏନ୍ଭାରମେଣ୍ଟ ଦେଖନ୍ତୁ ସାର୍ ସାର୍ ଟିକେ ଆସନ୍ତୁ ଆମର ସବୁ କ'ଣ କ'ଣ ଅଛି ଦେଖେଇଦେବା ହେବନି ସନ୍ଧ୍ୟା ସମୟ ହେଇଗଲାଣି ହଁ ଏଠି ସବୁ ସନ୍ଧ୍ୟା ସମୟ ରାତି ହେଇଯାଇଛି ଆମେ ଦେଖେଇ ପାରିବାନି ଆଉ ଗୋଟିଏ ଭିଡ଼ିଓ ସାର୍ ଦିନବେଳା ବନେଇବା ମୁଁ ତ ଭିଡ଼ିଓ ସେମିତିରେ ବନେଇଛି ଅନ୍ୟବେଳେ ବି ଭିଡ଼ିଓ ଆମେ ବନେଇଦେବା ଦେଖନ୍ତୁ ଗୋଟେ ଏନ୍ଭାରମେଣ୍ଟ ଆମର ଅଫିସର ଏନ୍ଭାରମେଣ୍ଟ ଏଇଟା ଆଉ ସାର୍ ହଁ ସାର୍ ସେଫ୍ଟି ଦୃଷ୍ଟିରୁ କହିଲି ଆମର କ'ଣ ସିସିଟିଭି ଏସବୁ ଲାଗିଛି ଏଇଟା ଗୋଟେ ପଏଣ୍ଟ ରହିଗଲା ହଁ ଆମର ସିସିଟିଭି କନେକ୍ସନ ରହିଛି ସବୁ କ୍ଲାସରୁମ୍ର ସିସିଟିଭି ଲାଗିଛି ପିଲାମାନଙ୍କୁ ଆମେ ସେଫ୍ଟି ଏନ୍ଭାରମେଣ୍ଟ ସେଫ୍ ଏନ୍ଭାରମେଣ୍ଟ ଆକ୍ସେସ୍ କ'ଣ ପାରମିସନ୍ ଦିଆହେଇଛି ନାଇଁ ଯେଉଁମାନଙ୍କର ଆବଶ୍ୟକ ସ୍ଥଳେ ଆମେ ଦେଉଛୁ ମାନେ ଯେଉଁଠି ଆବଶ୍ୟକ ଅଛି ପ୍ଲସ୍ ଆମେ ଫିଡ୍ ବି ଦେଉଛୁ ଯେତେବେଳେ ପିଲାଙ୍କର କୌଣସି ପ୍ରୋବ୍ଲେମ୍ ହେଲା କି ସେମାନେ ଚାହୁଁଛନ୍ତି ଭିଡ଼ିଓ ଦେଖିବା ପାଇଁ ସିସିଟିଭି ଚେକ୍ କରିବାକୁ ତ ଆମେ ସେ ଜାଗାରେ ଦେଉଛୁ ବଢ଼ିଆ ଯେଉଁ ପ୍ୟାରେଣ୍ଟଙ୍କର ଆବଶ୍ୟକ ଅଛି ବେଳେବେଳେ ଆମେ ତାଙ୍କୁ ଦେଉଛୁ ମୋବାଇଲରେ ସେ ଦେଖୁଛୁ ଆଜ୍ଞା ଆଜ୍ଞା ଅତି ସୁନ୍ଦର ଏଇ ଦେଖନ୍ତୁ ଛୋଟ ଛୋଟ ପିଲାଙ୍କୁ ଯେହେତୁ ଛାଡ଼ିଛନ୍ତି ଆଜ୍ଞା ଏଇ ଦେଖନ୍ତୁ ସାର୍ ଯେଉଁ କହୁଥିଲେ ଆକ୍ଟିଭିଟି ଏଇଭଳିଆ ସବୁ ଆକ୍ଟିଭିଟି ଦେଖନ୍ତୁ ଏଇ ପିଲାମାନେ ମିଶିକି ଟିଚରମାନେ ସବୁ ପଜଲ୍ ସବୁ ମିଶିକି କରାଉଛନ୍ତି ବଢ଼ିଆ ବଢ଼ିଆ ଆକ୍ଟିଭିଟି କରାହେଉଛି ହଁ ସାର୍ ଆଉ ଗୋଟେ ଜିନିଷ ବି ଆପଣ କହୁଥିଲେ ଯେଉଁ ଆପଣ ବି କହୁଥିଲେ ସାର୍ ହୋମୱାର୍କ ଯେଉଁ ଗୋଟେ ଆପଣ ଗୋଟେ କହୁଥିଲେ ମୁଁ ଗୋଟେ ରହିଗଲା ହୋମୱାର୍କ କ'ଣ ସବୁ ହୋମୱାର୍କ ବିଷୟରେ କ'ଣ ଗୋଟେ କହୁଥିଲେ ଆମର ଆକ୍ଚୁଆଲି କ'ଣ କି ଆମର ଯେଉଁ କ୍ଲାସରୁମ୍ରେ ଆମର ବହି ଖାତା ଆମେ ପିଲାଙ୍କର ରଖୁ ମାନେ ବହି ଖାତା ପିଲା ଘରକୁ ନେଉନାହାନ୍ତି ନାଇଁ ଆମେ ତାଙ୍କୁ ଦେଉ ଆବଶ୍ୟକ ସ୍ଥଳେ ତାଙ୍କର ଯେତେବେଳେ କ୍ଲାସରୁମ୍ରେ ଆମେ ସବୁ ଆକ୍ଟିଭିଟି କରୁ ଆଚ୍ଛା ତାଙ୍କର ଯେତିକ ସବୁ କ୍ଲାସରୁମ୍ ଆକ୍ଟିଭିଟି ସବୁ ଯାକ କମ୍ପ୍ଲିଟଲି କ୍ଲାସରୁମ୍ରେ କରାଯାଏ ଆଜ୍ଞା କେବଳ ଯେତେବେଳେ ତାଙ୍କର ଛୁଟି ଦିନ ହେଲା କି ତାଙ୍କୁ ଯେତେବେଳେ କୌଣସି ଡବଲ କରିବାର ଅଛି ଯେଉଁ କ୍ଲାସରେ ଆଜି କରିଛନ୍ତି ତାଙ୍କୁ ପୁଣି ଡବଲ କରିବା ସେଇ ଖାତାଟା ସେଇ ଖାତା ବହିକୁ ସେ ନେଇକି ଯାଆନ୍ତି ନହେଲେ ଆମର ସବୁ ଖାତା ବହି ଖାତା ବହି ତାଙ୍କ ନାଁରେ ଏଠି ଷ୍ଟୋର ରଖାଯାଏ ମାନେ ସାର୍ ଏଇଟା ମାନେ ଏଇଟା ଅନ୍ୟ କୋଉଠି ହଉଛି ନା ଆପଣ ନିଜର କରୁଛନ୍ତି ନାଇଁ ଆମର ଲର୍ଣ୍ଣିଂ ଫ୍ରମ୍ ଦ ମାର୍କେଟ କି ଆମେ ଯେତେବେଳେ ଆମ ପିଲାମାନେ ପଢୁଥିଲେ ସବୁବେଳେ ଗୋଟେ ଲୋଡ ଅଫ ବ୍ୟାଗେଜ କୋଉଠି ଶୁଣିନି ନାଇଁ ମଣ୍ଟେସରୀ କଲେଜରେ ଅଛି କି ମଣ୍ଟେସରୀ ଏଟା ପାର୍ଟ ନୁହଁ ଆପଣ ତାହେଲେ ବ୍ୟକ୍ତିଗତ ଯେ ଲର୍ଣ୍ଣିଂ ଫ୍ରମ୍ ଦ ମାର୍କେଟ କି ଆମେ ଦେଖୁଛୁ ଯେ ବ୍ୟାଗ ଯୋଉ ଲୋଡ କରି ପିଲାମାନେ କୁହନ୍ତୁନି ଭାଇ ସବୁଦିନ ସବୁ ବହି ଖାତା ନେଇକି ଯିବା ସବୁଦିନ ସବୁ ଧରିକି ଆସିବା ସେଟା ଗୋଟେ ଆମକୁ ଲାଗୁଛି ଗୋଟେ ରଙ୍ଗ ପ୍ରାକ୍ଟିସ ତ ଆମେ ସେଇଟା କଣ କଲୁ ନା ଆମେ ତାଙ୍କ ବହି ଖାତାକୁ ଯତ୍ନ ସହିତ ସ୍କୁଲରେ ରଖିଲୁ ତାଙ୍କୁ ଆମେ ପ୍ରୋଭାଇଡ କଲୁ ଆଉ ଯୋଉଦିନ ଆବଶ୍ୟକ ପଡିବ ଯଦି ସେ ଘରକୁ ନେଇକି କୌଣସି ରିଭିଜନ କରିବେ କଣ ନାହିଁ ସେଦିନ ଆମେ ଦଉଛନ୍ତି ସେଇ ସ୍ପେସିଫିକ ବୁକ୍ ଦବୁ ଯୋଉଟା ଆଜି ସବୁ ନୁହଁ ଯୋଉଟା ବଢିଆ ଆମର କଣ ପ୍ଲେ ଗ୍ରୁପ ରୁ ନେଇକି ୟୁକେଜି ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସମସ୍ତଙ୍କ ପାଇଁ ସେମ୍ ରୁଲ୍ ଆଉ ପିଲାମାନେ ଯୋଉ ବ୍ୟାଗ ଲୋଡ ଟା କମୁଛି ଆଉ ବ୍ୟାଗ ରେ କଣ ହୁଏ ନା ସେମାନେ ବେସିକାଲି ତାଙ୍କର ଯାହା ଟିଫିନ ବକ୍ସ ହେଲା ବଟଲ ହେଲା କିଛି ବହି ଖାତା ଅଳ୍ପ ଖାତା ବହି ଆଣିକି ଆସନ୍ତି ବାକି ସବୁ ଖାତା ବହି ସ୍କୁଲରେ ଥାଏ ଯୋଉଟା କି ରେଗୁଲାର ବେସିସରେ କରନ୍ତି ଫାଣ୍ଟାଷ୍ଟିକ୍ ବହୁତ ଧନ୍ୟବାଦ ସାର୍ ବହୁତ ଧନ୍ୟବାଦ ମୁଁ ଟିକେ ଅଫିସଟା ଦେଖାଇ ଦେଉଛି ଆଉ ଗୋଟେ ଭିଡ଼ିଓ ବନେଇବା ଦିନ ବେଳା ଯେଉଁଠିକି ଏନ୍ଭାରମେଣ୍ଟ ମୁଁ ଆଗରୁ ବନେଇଛି ଆପଣମାନେ ଯଦି ମୋ ଫେସବୁକ୍ରେ ଦେଖିପାରିବେ ସ୍କିଲ୍ସ ଇଣ୍ଟରନ୍ୟାସନାଲ ସ୍କୁଲର ଗୋଟେ ସୁନ୍ଦର ଏନ୍ଭାରମେଣ୍ଟ ଦେଖନ୍ତୁ ଗୋଟେ ପ୍ଲେ ସ୍କୁଲ ଭିତରେ ସାର୍ଙ୍କର ଦେଖନ୍ତୁ ଏଇସବୁ ଜିନିଷ ଥିଲା ଆପଣ ଦେଖିବେ ସକ୍ସେସ୍ ସେଲ୍ଫ ବିଲିଭ୍ ହାର୍ଡ ୱାର୍କ ସାକ୍ରିଫାଇସ୍ ପେସେନ୍ସ ଡିସିପ୍ଲିନ୍ କନସିଷ୍ଟେନ୍ସି ଏଇ ଦେଖନ୍ତୁ ସାର୍ ଏଇ ପିଲାମାନଙ୍କର ସବୁ ରଖାଇଛି ନା କ'ଣ କିଛି ବହି ଖାତା ରହିଛି ଏଠି ଆଧ୍ୟାତ୍ମିକ ଜିନିଷ ବି ପିଲାମାନଙ୍କର ଅଛନ୍ତି ସ୍ୱାମୀ ବିବେକାନନ୍ଦ ଅଛନ୍ତି ଏଇଟା ସିସିଟିଭିର ସେ ଯେଉଁ ଆମର ମନିଟରଟି ବହୁତ ଭଲଟି ତେଣୁ ସାର୍ ବହୁତ ବଢ଼ିଆ ଖୁସି ଲାଗିଲା ବହୁତ ବଢ଼ିଆ ସାର୍ ଜୟ ଜଗନ୍ନାଥ ଆପଣଙ୍କୁ ଧନ୍ୟବାଦ ଦର୍ଶକ ବନ୍ଧୁ ମୁଁ ଏହା କହିବାକୁ ଚାହିଁବି ଯେଉଁମାନେ ମୋର ଫେସବୁକ୍ ଦେଖୁଛନ୍ତି ମୁଁ ଗୋଟେ କାମ ନେଇଯାଇଛି ଗୋଟେ ବିଡ଼ା ନେଇଯାଇଛି ନିଜକୁ ନିଜେ ଯେ ଆମ ଖୋର୍ଦ୍ଧାରେ ଯେଉଁଠି ଭଲ ଜିନିଷ କିଛି ଅଛି ଆପଣଙ୍କ ପାଖକୁ ପହଞ୍ଚେଇବି ଆପଣମାନେ ବି ଯଦି କିଛି ଜାଣିଛନ୍ତି କେଉଁଠି କିଛି ଭଲ ଜିନିଷ ଅଛି ତାହେଲେ ମୋତେ ଜଣାନ୍ତୁ ମୋ ଫେସବୁକ୍ରେ ମାଧ୍ୟମରେ ଜଣାନ୍ତୁ ଆମେ ଯେମିତି ଅନ୍ୟମାନଙ୍କୁ ଜଣାଇବା ଭଲ ଭଲ ଜିନିଷକୁ ନେଇକି ଆମକୁ କେମିତି ଖୋର୍ଦ୍ଧାର ବିକାଶ ହେଇପାରିବ ଗୁଣାତ୍ମକ ବିକାଶ ମ୍ୟାଟେରିଆଲିଷ୍ଟିକ୍ ବିକାଶ ତ ସେ ତା ବାଟରେ ହେଉଛି ସେଇଟା ଆପଣ ଅଟକେଇ ବି ପାରିବେନି ଗୋଟେ ଯେଉଁ ବୈଷୟିକ ବିକାଶଟା ସେଇଟା ହେଉଛି ଗୋଟେ ହ୍ୟୁମାନ୍ ଟେଣ୍ଡେନ୍ସି ସେଇଟା ହେବ
କିନ୍ତୁ ଗୁଣାତ୍ମକ ବିକାଶଟା କେମିତି ପ୍ରତ୍ୟେକ କ୍ଷେତ୍ରରେ ହେଇପାରିବ, ସେ କୌଣସି ଗୋଟେ ପ୍ରଡ଼କ୍ଟକୁ ନେଇକି ହେଉ ବା କୌଣସି ସର୍ଭିସକୁ ନେଇକି, ଯେମିତି ଆମର ଗୋଟେ ଚାଷ କାମରୁ ଆରମ୍ଭ କରିବା, ଯେମିତି ସାର୍ ଗୋଟେ ଶିକ୍ଷା ଉପରେ କରୁଛନ୍ତି। ତେଣୁ ସବୁ ଜିନିଷ କରିବା ପାଇଁ ଆପଣଙ୍କ ଶିକ୍ଷାଟା ହେଉଛି ମୂଳଦୁଆ। ତେଣୁ ସାର୍ଙ୍କର ଉଦ୍ଦେଶ୍ୟ ହେଉଛି ଏହା, ମୁଁ ଯାହା ଜାଣିପାରୁଛି ଯେ ଆମର ଯଦି ପ୍ରକୃତ ଶିକ୍ଷା ଦିଆଯାଏ ତାହେଲେ ଗୋଟେ ପିଲା ସେ ଚାଷ କାମରୁ ନେଇକି ଯେକୌଣସି କାମ ବି ଯଦି କରୁଛି ତାହେଲେ ସେ ନିଶ୍ଚିନ୍ତ ଗୋଟେ ସ୍ୱଚ୍ଛ ମାନସିକତା ରହିକି କରିବ। ଏହା ହେଉଛି ସାର୍ଙ୍କ ଲକ୍ଷ୍ୟ। ସେଇଥିପାଇଁ ମୁଁ ପୁରା ଲାଗି ପଡ଼ିଛି ସାର୍ଙ୍କୁ। ଆପଣମାନଙ୍କର ବି ସାହାଯ୍ୟ ଆବଶ୍ୟକତା, ସହଯୋଗ ଆବଶ୍ୟକତା। ଆପଣ ନିଶ୍ଚିନ୍ତ ନିଜେ ଜାଣନ୍ତୁ, ଥରେ ସ୍କୁଲକୁ ଆସିକି ଭେଟନ୍ତୁ। ଆମର ଯେଉଁ ଶ୍ରୀରାମନଗର ଅଛି, କଳିଙ୍ଗ ଯେଉଁ ଆମର ଖଣି ଏପଟେ ମଙ୍ଗଳାନଗର ଛକ, ଏପଟେ ଶ୍ରୀରାମନଗର ଆସିଲେ ଯେଉଁ କଲ୍ୟାଣୀ ମଣ୍ଡପଟି ନୂଆ ହେଇଛି ତାରି ପାଖରେ ଏଇ ଯେଉଁ ସ୍କୁଲଟି ଅଛି, ଆପଣ ଆସନ୍ତୁ, ଥରେ ଭିଜିଟ୍ କରନ୍ତୁ। ଯାହା ସବୁ ସାର୍ କହିଲେ ତାହା ହେଉଛି ନା ନାହିଁ ଆପଣ ନିଜେ ଅନୁଭବ କରନ୍ତୁ। ତାପରେ ଆମକୁ ନିଜ ମତାମତ ଜଣାନ୍ତୁ ଏବଂ ତାପରେ ନିଜେ ଆପଣ ଜାଣନ୍ତୁ ଏବଂ ନିଜେ ଆପଣ କିଛି ନିଜ ମତାମତ ବି ଦେଇପାରିବେ। ସାର୍ଙ୍କ ସହିତ ଆପଣ ଭେଟନ୍ତୁ। ସାର୍ ସବୁବେଳେ ୱେଲକମ୍ କରୁଛନ୍ତି। ଆପଣ ଯଦି ଚାହୁଁଛନ୍ତି ଆହୁରି କିଛି ବେଟର୍ କରାଯାଇପାରିବ, ଏଇଟା ହେଉଛି ଗୋଟେ ବଢ଼ିଆ ପ୍ଲାଟଫର୍ମ ସାର୍ ଡେଭଲପ୍ କରିଛନ୍ତି, ଯେଉଁଟାକି ସାର୍ କହିଲେ ଆମେ ପୁରା ଓପନ୍ ଫୋରମ୍ ରଖିଛୁ। ଯଦି ଆପଣ ଚାହୁଁଛନ୍ତି ଆମର ଖୋର୍ଦ୍ଧା ପାଇଁ ଏଇଭଳିଆ କିଛି ଆହୁରି ବି କରାଯାଉ, ତାହେଲେ ଆପଣ ବି ନିଜର ସଜେସନ୍ ଦେଇପାରିବେ। କିନ୍ତୁ ଆପଣଙ୍କୁ ଆସିବାକୁ ତ ପଡ଼ିବ ନିଶ୍ଚିନ୍ତ। ଆଉ ଆସନ୍ତୁ, ଭିଜିଟ୍ କରନ୍ତୁ, ଏହା ହେଉଛି ଆମର ରିକ୍ୱେଷ୍ଟ। ତେଣୁ ଆସନ୍ତୁ, ମିଶିକି ହାତରେ ହାତରେ ମିଶିକି ଖୋର୍ଦ୍ଧାକୁ, ଆମେ ଖୋର୍ଦ୍ଧାରେ ଅଛି, ଆମେ ଖୋର୍ଦ୍ଧା କଥା ଭାବିବା, ବେଲେ ଆଗକୁ ଦେଖିବା। ଖୋର୍ଦ୍ଧାକୁ ଆସନ୍ତୁ, ହାତରେ ହାତ ମିଶେଇ ଖୋର୍ଦ୍ଧାରେ କେମିତି ଗୁଣାତ୍ମକ ବିକାଶ ହେଇପାରିବ ସବୁ କ୍ଷେତ୍ରରେ ଆମେ ତା ପାଇଁ ଗୋଟେ ଚେଷ୍ଟା କରିବା ଏବଂ ପରସ୍ପରକୁ ଶୁଭ ଇଚ୍ଛା କରି ରହିବା। ରହିଲେ ଦର୍ଶକ ବନ୍ଧୁ, ଆଶା କରୁଛି ଆପଣମାନଙ୍କୁ ଜିନିଷଟି ପସନ୍ଦ ଆସିଥିବ। ଆକୁ ନିଶ୍ଚିନ୍ତ ବୁଝନ୍ତୁ, ଜାଣନ୍ତୁ ଏବଂ ସମସ୍ତଙ୍କୁ ସେୟାର କରନ୍ତୁ। ଭଲ ଲାଗିଲେ ନିଶ୍ଚିତ ସେୟାର କରନ୍ତୁ। ରହିଲି, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ।